ଗଜେନ୍ଦ୍ର ସାଗର ବାବୁ ତାଙ୍କୁ ଅନୁରୋଧ କରୁଛି, ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ କରୁଛି। ଆଉ ସେ ସମ୍ମୁଖକୁ ଆସିବେ ଏବଂ ଆଜିର ଆରାଧନାରେ ଆମମାନଙ୍କୁ ଆଗକୁ ଭାଇ ପ୍ରେସ୍ ଦ ଲର୍ଡ, ନମସ୍କାର। ଆସନ୍ତୁ ସମ୍ମୁଖକୁ ଆଉ ଆମମାନଙ୍କୁ ଆରାଧନାରେ ଆଗକୁ ଧନ୍ୟବାଦ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରେସ୍ ଦ ଜୀବିତ ପରମେଶ୍ୱରଙ୍କର ନାମରେ ମୁଁ ଧନ୍ୟବାଦ ଦଉଛି। ଆଉ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ଅନୁଗ୍ରହ ପ୍ରଭୁ କଲେ ଏବଂ ଆମକୁ ପରମେଶ୍ୱରଙ୍କର ଆରାଧନା କରିବା ନିମନ୍ତେ ଏହି ସୁନ୍ଦର ସୁଯୋଗ ଦେଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆସୁ ଆମମାନେ ଗୀତ ଗାଇ ପ୍ରଭୁଙ୍କର ଆରାଧନା କରିବା। ବାକ୍ୟ ଲେଖାଇଛି, ଆହେ ଆସୁ ଆମେ ମାନେ ସଦା ପ୍ରଭୁଙ୍କର ଉଦ୍ଦେଶ୍ୟରେ ଗାନ କରୁ। ଆସନ୍ତୁ ଆମମାନେ ପରମେଶ୍ୱରଙ୍କର ଗୌରବ ନିମନ୍ତେ ଗୀତ ଗାଇବା ଏବଂ ପ୍ରଭୁଙ୍କର ମହିମା କରିବା। ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ? ଯୀଶୁଙ୍କ ପରି ଆଉ କିଏ କ୍ଷମା କରିପାରେ? ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ? ଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ? କ୍ଷମା ଦେଇପାରେ? ଜଗତରେ କେହି ନାହିଁ ଦେବା ପାଇଁ ଶାନ୍ତି, ତାଙ୍କ ବିନା ନାହିଁ ଆଉ କାହାଠାରେ ମୁକ୍ତି। ଜଗତରେ କେହି ନାହିଁ ଦେବା ପାଇଁ ଶାନ୍ତି, ତାଙ୍କ ବିନା ନାହିଁ ଆଉ କାହାଠାରେ ମୁକ୍ତି। ନହୋଇ ଚିନ୍ତିତ ବିଶ୍ୱାସ ରଖ, ନହୋଇ ଚିନ୍ତିତ ବିଶ୍ୱାସ ରଖ। ଭକ୍ତି ଲୟ ତାଙ୍କ ଠାରେ, ଭକ୍ତି ଲୟ ତାଙ୍କ ଠାରେ। ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ? ଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ? କ୍ଷମା ଦେଇପାରେ? ଶାନ୍ତିମୟ ନାମ ତାଙ୍କ, ଶାନ୍ତିର ଆଧାର। ସେହି ନାମ ଦେବ ତୋତେ ସନ୍ଧାନ ସ୍ୱର୍ଗର। ଶାନ୍ତିମୟ ନାମ ତାଙ୍କ, ଶାନ୍ତିର ଆଧାର। ସେହି ନାମ ଦେବ ତୋତେ ସନ୍ଧାନ ସ୍ୱର୍ଗର। ସେହି ନାମଟି ଯେ ସୁଧାମୟ ନାମ, ସେହି ନାମଟି ଯେ ସୁଧାମୟ ନାମ। ନେବ ତୋତେ ସ୍ୱର୍ଗପୁରେ, ନେବ ତୋତେ ସ୍ୱର୍ଗପୁରେ। ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ? ଯୀଶୁଙ୍କ ପରି ଆଉ କିଏ କ୍ଷମା
ଦେଇପାରେ, କ୍ଷମା ଦେଇପାରେ। ହାଲେଲୁୟା। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ହାଲେଲୁୟା। ବାସ୍ତବରେ ପ୍ରିୟମାନେ, ଆକାଶ ତଳେ ମନୁଷ୍ୟ ମାନଙ୍କର ମଧ୍ୟରେ ଯୀଶୁଙ୍କର ନାମ ଛଡା ଆଉ କୌଣସି ନାମ ଦିଆଯାଇ ନାହିଁ, ଯେଉଁ ନାମରେ କି ଉଦ୍ଧାର ଅଛି, ପରିତ୍ରାଣ ଅଛି, ପ୍ରେମରେ ଅଛି। ଏଥି ନିମନ୍ତେ ଆସୁ ଆମେ ସେ ମହତ୍ ନାମରେ ଆମେ ଧନ୍ୟବାଦ କରିବା। ଯେତେବେଳେ ଆମେ ଅନ୍ଧକାର ଜଗତରେ ଘୁରି ବୁଲୁଥିଲୁ, କିନ୍ତୁ ସଠିକ ସମୟରେ ପ୍ରଭୁ ଆମମାନଙ୍କର ପ୍ରତି ଉଦ୍ଧାରର କାର୍ଯ୍ୟ କରିଅଛନ୍ତି। ଆମେ ସେ ଜୀବିତ ପରମେଶ୍ୱରଙ୍କର ଧନ୍ୟବାଦ କରୁ, ତାହାଙ୍କର ପ୍ରଶଂସା କରୁ। ହାଲେଲୁୟା। ଅସାର ଦୁନିଆ ତୀରେ ଭାସୁଥିଲା ମୋ ଜୀବନ, ଅନୁପମ ପ୍ରିୟତମ, ଜୀବିତ ସଦା ଜୀବନେ। ଅନୁପମ ପ୍ରିୟତମ, ଜୀବିତ ସଦା ଜୀବନେ। ଅସାର ଦୁନିଆତିରେ ଭାସୁଥିଲା ମୋ ଜୀବନ, ଦେଖିଲି ପ୍ରେମିକ ସେ ଅପରିଚିତ, ହାତେ ପାଦେ ତାଙ୍କ କଣ୍ଟାର ଆଘାତ। ଦେଖିଲି ପ୍ରେମିକ ସେ ଅପରିଚିତ, ହାତେ ପାଦେ ତାଙ୍କ କଣ୍ଟାର ଆଘାତ। କହିଲେ ସେ ତୋର ପାଇଁ, ସହୁଛି ମୁଁ ଏକ ଶଣ। କହିଲେ ସେ ତୋର ପାଇଁ, ସହୁଛି ମୁଁ ଏକ ଶଣ। ସହୁଛି ମୁଁ ଏକ ଶଣ। ଅସାର ଦୁନିଆ ତୀରେ ଭାସୁଥିଲା ମୋ ଜୀବନ, ଅନୁପମ ପ୍ରିୟତମ, ଜୀବିତ ସଦା ଜୀବନେ। କାତର ଅନ୍ତରେ ପଡ଼ିଲି ଚରଣେ, ଦେଖିଲି କରୁଣା ତାଙ୍କରି ବଦନେ। କାତର ଅନ୍ତରେ ପଡ଼ିଲି ଚରଣେ, ଦେଖିଲି କରୁଣା ତାଙ୍କରି ବଦନେ। ପ୍ରେମ ଭରେ ତଳି ନେଇ ଦେଲେ ଅନନ୍ତ ଜୀବନ। ପ୍ରେମ ଭରେ ତଳି ନେଇ ଦେଲେ ଅନନ୍ତ ଜୀବନ, ଦେଲେ ଅନନ୍ତ ଜୀବନ। ଅସାର ଦୁନିଆ ତୀରେ ଭାସୁଥିଲା ମୋ ଜୀବନ, ଅନୁପମ ପ୍ରିୟତମ, ଜୀବିତ ସଦା ଜୀବନେ। ଅନୁପମ ପ୍ରିୟତମ, ଜୀବିତ ସଦା ଜୀବନେ। ଅନୁପମ ପ୍ରିୟତମ, ଜୀବିତ ସଦା ଜୀବନେ। ହାଲେଲୁୟା ଲର୍ଡ। ଥ୍ୟାଙ୍କ ୟୁ ଜିସସ୍। ହାଲେଲୁୟା। ପ୍ରିୟ ମାନେ, ଆମମାନେ ଯେତେବେଳେ ଅନ୍ଧକାର ଜଗତରେ ଥିଲୁ, ପ୍ରଭୁ ଏକମାତ୍ର ପରମେଶ୍ୱର ହେଲେ ଏବଂ ଆମମାନଙ୍କର ଜୀବନର ଅନୁଗ୍ରହ କଲେ। ପ୍ରଭୁ ଦୟା କଲେ। ଆସୁ ଆମମାନଙ୍କୁ ପ୍ରଭୁଙ୍କ ଠାରେ ଆମମାନେ ପ୍ରଭାତ ସମୟରେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା, ପ୍ରଭୁଙ୍କର ଧନ୍ୟବାଦ କରିବା। କାରଣ ସେ ଏକମାତ୍ର ଆମମାନଙ୍କର ପରମେଶ୍ୱର, ଯିଏକି ସମସ୍ତ ପରିସ୍ଥିତିରୁ, ସମସ୍ତ ମୁସ୍କିଲ, ସମସ୍ତ ଝଞ୍ଝଟ, ସମସ୍ତ ସମସ୍ୟାରୁ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବା ପରମେଶ୍ୱର ଅଟନ୍ତି। ହାଲେଲୁୟା ଲର୍ଡ। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ହାଲେଲୁୟା। तेरे सामर्थ्य भर दे यीशु,
रहूं मैं तेरा सदा, पवित्र आत्मा से भर दे मुझे, रहूं मैं तेरा सदा, तेरे सामत से भर दे यीशु, रहूं मैं तेरा सदा, पवित्र आत्मा से भर दे मुझे, पवित्र रहो सदा, तू छू ले मेरा प्रभु, तू छू ले मेरा यीशु, तू छू ले मेरा प्रभु, तू छू ले मेरा यीशु, हालेलुया, हालेलुया, हर मुश्किल को संभव करने वाला तू ही है मेरा खुदा, हालेलुया, हर बीमारी को चंगा करने वाला तू ही तो मेरा खुदा, वास्तव में, हालेलुया लो, हर मुश्किल को संभव करने वाला तू ही है मेरा खुदा, हर बीमारी को चंगा करने वाला तू ही तो मेरा खुदा, तू छू ले मेरा प्रभु, तू छू ले मेरा यीशु, तू छू ले मेरा प्रभु, तू छू ले मेरा यीशु, हालेलुया, ପ୍ରିୟ ମାନେ ଆମେ ପ୍ରଭୁଙ୍କର ଧନ୍ୟବାଦ, ପ୍ରଭୁଙ୍କର ଗୌରବ କରୁ, କାରଣ ପ୍ରଭୁଙ୍କର ଉପସ୍ଥିତି ଆମମାନଙ୍କର ମଧ୍ୟରେ ଅଛି, ପ୍ରଭୁ ଆମମାନଙ୍କୁ ସ୍ପର୍ଶ କରିବେ, ପ୍ରଭୁ ଆମମାନଙ୍କୁ ଛୁଇଁ ଦେବେ, ପ୍ରଭୁ ସମସ୍ତ ବେଙ୍ଗାରୀରୁ, ସମସ୍ତ ଆମମାନଙ୍କର ଜୀବନର ସମସ୍ୟାରୁ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବେ, ହାଲେଲୁୟା, ଆମେ କହୁ मुझको तू छू ले राजा, धन्य में हो जाओ, हालेलुया, मुझको तू छू ले राजा, धन्य में हो जाओ, दिल के सिंहासन में बस जा, सामर्थ से भर जाओ, मुझको तू छू ले राजा, धन्य में हो जाओ, हे परमेश्वर, आज आमनकर जीवन रे आसो प्रभु, आज जेते लोक तुमरी चरण तळे बसी अछंती, जेते लोक प्रार्थना करू अछंती, समस्त को तुम स्पर्श करो, समस्त जीवन अधिकारी तुम हो बोली प्रार्थना करछु, तू छू ले मेरा प्रभु, तू छू ले मेरा यीशु, तू छू ले मेरा प्रभु, तू छू ले मेरा यीशु, हालेलुया, हालेलुया, तेरे सामत से भर दे यीशु, रहूं मैं तेरा सदा, पवित्र आत्मा से भर दे मुझे, पवित्र रहो सदा, तू छू ले मेरा प्रभु, तू छू ले मेरा यीशु, तू छू ले मेरा प्रभु, तू छू ले मेरा यीशु,
तू छू ले मेरा प्रभु, तू छू ले मेरा यीशु। हालेलुया, थैंक यू लॉर्ड जीसस, हालेलुया। धन्यवाद छु पवित्र परमेश्वर प्रभु, तुम्हारी अनुग्रह, तुम्हारी दया, तुम्हारी विश्वासता निमंते आमे माने धन्यवाद छु पवित्र प्रभु। आम मानकर जीवन रे तुम्हारी सामर्थ्य रे, तुम्हारे अनुग्रह रे, तुम्हारे अभिषेक रे प्रभु आम को पूर्ण करो। ए प्रातकालीन सेवा कार्य रे आम को अनुग्रह करो प्रभु। जेते लोक तुम्हारी आशा रे, तुम्हारे भरोसा रे ओ प्रभु तुम्हारी उपस्थिति मध्य बसी अच्छा पिता, मु निवेदन करुछु प्रभु प्रत्येक तुम स्पर्श कर। आम जीवन समस्त विषय प्रभु, समस्त चिंतार आम छुटकारा कर बोली प्रार्थना कर। मंगलमय प्रभु तुम्हें गौरव पाओ, तुम्हें प्रशंसा पाओ, तुम्हें महिमा पाओ। हे मंगलमय प्रभु एत पर्यंत आम मान सहित तुम्हें परमेश्वर है अछ प्रभु, तुम्हारी आराधना करने तुम्हें साहाय्य कर। धन्यवाद हो पवित्र पिता, कारण प्रभु समस्त गौरव प्रशंसा पाइबार तुम्हें एकमात्र योग्यवंत परमेश्वर। अवशिष्ट प्रत्येक कार्यक्रम को आज वाक्य साक्ष्य प्रभु तुम्हारी समस्त दास दासी गण को तुम्हारे हस्त समर्पण कर। तुम अनुग्रह कर, सकल आदर महिमा तुमको दे एत बड़ पर्यंत प्रभु तुम्हारी आराधना करने साहाय्य कल। धन्यवाद दे उद्धारकर्ता यीशु नाम रे प्रार्थना मागुछु, आमेन आमेन। थैंक यू, प्रेज द लॉर्ड। ए सुंदर समय देइथिबारु आराधना करबा निमंते मो प्रभु को धन्यवाद दउछि। आ आपण मन मते धन्यवाद। धन्यवाद धन्यवाद, बहुत सुंदर भाव रे आराधना आगे हेतु आसतु समस्ते भाईଙ୍କର उत्साह निमंते प्रभु गौरव निमंते उच्चतर प्रदान। प्रभु महानाम गौरव हो। आम मैंने आराधना आग को जाइचु आम निमंते आज जो प्रभु सुंदर वाक्य रखी प्रभुकर प्रिय दास बिशप फैन से आम आज वाक्य प्रदान करने निमंते चाहूँगी। आम प्रभु चरण तल को जीवा आज वाक्य शुणा पूर्व आम प्रार्थना करुवा आम गहन रे आमर प्रिय आज्ञा अच्छा चिंताणी आज्ञा आम अनुरोध करुचे सी प्रार्थना करुवे आम वाक्य निकट को जाऊँ आराधना कर वाक्य घेने आसवा बिशप आज्ञा। प्रेज द लॉर्ड। प्रेज द लॉर्ड। उपस्थित प्रत्येक को प्रेज द लॉर्ड और नमस्कार। आसंतु प्रार्थना रे जीवा। आइ हे दयामय स्वर्गस्थ पिता, करुणारे परिपूर्ण पवित्र व धर्ममय सदा प्रभु, राजा तुम भरी गौरव प्रशंसा करुअछु जे तुम्बे स्वगौरव रक्षण रे उद्योगी, महिमारे वस्त्रान्वित, पवित्रतार सौंदर्य रे सौंदर्य, अगम्य ज्योति रे वास करिबा परमेश्वर। तथापि धन्यवाद करुछु जे तुम्बे इमानुएल सहवर्ती सदा प्रभु होइअछ। आज यही प्रति प्रभात रे तुम्बे आंभ मानंकु जेउ सहभागिता स्वर्गरु देइअछ, एई सहभागिता पाई तुम्भठारे चिर कृतज्ञ हेउअछु एवं प्रति प्रभातर विश्वस्तता करुणा व दीर्घायु सकाशु आंभे माने तुम्भंकु धन्यवाद दियोटु। राजा एही सुंदर अवकाश रे तुम्बे आपना संतान संतति को व्यवहार कल एवं प्रभु अति सुंदर भावरे तुम्भर जयगान एवं आनंद ध्वनि आमानक मध्यरे प्रभु करिबा निमंते आत्मांक नियंत्रण रखिल। सेमानंकु तुम्ब हस्तर छायारे रखु, सेमानंकु आशीर्वाद कर, सहवर्ती हुओ, सेमानंकर जीवन दर्शन को तुम्हें सफल कर। प्रभु आसी आम्भे माने तुम दासींक द्वारा तुम्भर एही प्रभु बापा प्रार्थना उपासनार समय रे परिचालित हेउअछु, कारण तुम्बे ताहांकु एई स्वर्गीय अवकाश देइछ। तुम दासी दीदी को मध्य तुम्बे स्पर्श करी आशीर्वाद कर, तांग शरीर सर्दी काश थिले यीशुଙ୍କ नाम रे दूर कर। प्रभु वर्तमान अति सुंदर समय तुम्हें आमानंक पाई उपस्थित कराइअछ, कारण तुम्भ वाक्य आमानक जीवनर आहार, तुम्भ वाक्य चला पथर प्रदीप, तुम्भ वाक्य
ଆମମାନଙ୍କ ଚତୁଃପାର୍ଶ୍ୱରେ ସୁରକ୍ଷା କରିବାର ଘୂର୍ଣ୍ଣୟମାନ ଖଡ୍ଗ ସଦୃଶ୍ୟ ଆସ ତୁମ୍ଭ ଦାସଙ୍କ ଦେଇ କଥା କୁହ। ତୁମ୍ଭେ ଆଜି ତୁମ୍ଭ ଦାସ ବିଶପ ସାରଙ୍କୁ ମନୋନୀତ କରିଛ। ପ୍ରଭୁ ତାଙ୍କ ଓଷ୍ଠରେ ତୁମ୍ଭର ପବିତ୍ର ବାକ୍ୟ ଶିକ୍ଷାତ୍ମକ ପରାମର୍ଶାତ୍ମକ ଏବଂ ପ୍ରଭୁ ଅନୁଯୋଗ ଓ ସଂଶୋଧନର ବାକ୍ୟ ଦିଅ, ଯଦ୍ୱାରା ଆମ୍ଭେମାନେ ଶୁଣିବୁ, ବାକ୍ୟାନୁସାରେ ପରିଚାଳିତ ହେବୁ। ଶ୍ରୋତା ବୃନ୍ଦଗଣଙ୍କୁ ତୁମେ ଆଶୀର୍ବାଦ କର। ଶ୍ରୋତା ବୃନ୍ଦଗଣଙ୍କୁ ତୁମେ ଜାଗ୍ରତ କରାଅ ଏବଂ କର୍ଣ୍ଣ ଆମ୍ଭମାନଙ୍କର ଖୋଲ। ତୁମ ନିକଟକୁ ଆସି ତୁମ ବାକ୍ୟ ଶୁଣିବାକୁ ସାହାଯ୍ୟ କର। ଓ ସକଳ ପ୍ରଭୁ ଡିଷ୍ଟର୍ବିଂ କରିବାର ଆତ୍ମାକୁ ଆମେ ଯୀଶୁଙ୍କ ନାମରେ ଦୂର କରୁଛୁ। ଶାନ୍ତି ଆନନ୍ଦ ଦିଅ, ଆତ୍ମାଙ୍କ ଦ୍ୱାରା ଆକ୍ରାନ୍ତ କରି ପବିତ୍ର ବାକ୍ୟ ଶୁଣିବାକୁ ସାହାଯ୍ୟ କର। ଓ ଗୌରବ ପ୍ରଶଂସା ତୁମେ ପାଅ। ପ୍ରାର୍ଥନା ଶୁଣିଅଛ, ଧନ୍ୟବାଦ ଦେଇ ତ୍ରାଣକର୍ତ୍ତା ପ୍ରିୟତମ ଯୀଶୁଙ୍କ ନାମରେ ମାଗୁଛୁ ପିତ। ଆମିନ୍ ଆମିନ୍। ଥ୍ୟାଙ୍କ ୟୁ। ପ୍ରେଜ୍ ଦ ଲର୍ଡ। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆଉ ସୁନ୍ଦର ଭାବରେ ସବୁ ବିଷୟ ନେଇକି ପ୍ରାର୍ଥନା କରିଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଗୋଟେ ବାକ୍ୟ ଅଧ୍ୟୟନ କରିବି, ତାପରେ ଆଜି ଆମେ ପ୍ରଭୁଙ୍କର ଦାସଙ୍କୁ ସ୍ୱାଗତ କରୁଥିବା। ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ, ଯେପରି କ୍ଷେତ୍ରର ଫୁଲ ସେହିପରି ସେ ପ୍ରଫୁଲ୍ଲ ହୁଏ। ତହିଁ ଉପରେ ବାୟୁ ବହିଲେ ତାହା ନ ଥାଏ, ପୁଣି ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ। ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ଆପଣା ଭୟକାରୀ ମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାଙ୍କର ନିୟମ ରକ୍ଷା କରନ୍ତି, ପୁଣି ପାଳନାର୍ଥେ ତାଙ୍କ ବିଧି ସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାହାଙ୍କ ଧର୍ମ ପୁତ୍ର ପୌତ୍ରାଦି କ୍ରମେ ଥାଏ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ମୁଁ ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନଙ୍କର ପ୍ରିୟ ସାର୍ ବିଶପ ଆଜ୍ଞା ଆଉ ଜ୍ଞାନଦାନ ପ୍ରାଣୀଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ସ୍ୱାଗତ କରୁଛି। ସେ ସମ୍ମୁଖକୁ ଆସିବେ ଆଉ ଆମମାନଙ୍କୁ ପ୍ରଭୁଙ୍କର ବାକ୍ୟରେ ଆଗକୁ। ଆଜ୍ଞା ନମସ୍କାର। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ଆପଣଙ୍କ ସମୟ ସାର୍, ଆପଣ ଧନ୍ୟବାଦ। ଆଉ ଆମେ ସମସ୍ତେ ତାଙ୍କୁ ଉଚ୍ଚ କରତାଳି ପ୍ରଦାନ ପୂର୍ବକ ସ୍ୱାଗତ। ପ୍ରେଜ୍ ଦ ଲର୍ଡ। ହେମଲତା ସୁନା ସିଷ୍ଟର, ଧନ୍ୟବାଦ। ଆପଣ ସୁନ୍ଦର ସ୍ୱାଗତ କରିଅଛନ୍ତି, ଧନ୍ୟବାଦ ଦଉଛି। ଆଉ ଏଠାରେ ଉପସ୍ଥିତ ସମସ୍ତ ଭକ୍ତ ଭକ୍ତିଣୀ ଏବଂ ପ୍ରଭୁଙ୍କର ଦାସ ଦାସୀ ଏବଂ ଭାଇ ଭଉଣୀ ମାନଙ୍କୁ ହୃଦୟ ସହିତ ନମସ୍କାର ଅର୍ପଣ କରେ। ତତ୍ସହିତ ଧନ୍ୟବାଦ କରୁଛି ଆଜି ସେଇ ସଦାପ୍ରଭୁଙ୍କର, ଯିଏ ଆମମାନଙ୍କୁ ଆଜି ପ୍ରାତଃ କାଳରେ ଏହି ସ୍ଥାନରେ ଉପସ୍ଥିତ ହୋଇ ତାଙ୍କର ଏହି ସେବା ଉପାସନା କରିବା ପାଇଁ ସୁଯୋଗ ଦେଲେ ଏବଂ ତାଙ୍କ ଠାରୁ ଆମେ ଯେଉଁ ଆଶୀର୍ବାଦ ଆଜି ପ୍ରାପ୍ତ କରିବା କଥା, ସେଥି ନିମନ୍ତେ ଆମମାନଙ୍କୁ ଯୋଗ୍ୟତା ଦେଲେ। ସେଥିପାଇଁ ସଦାପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦଉଛୁ। ତତ୍ସହିତ ମୁଁ ଧନ୍ୟବାଦ ଦେବି ଆମମାନଙ୍କର RMI ମିନିଷ୍ଟ୍ରି ଯେଉଁ ପରିଚାଳନା କରୁଥିବା ପ୍ରିୟ ପ୍ରଭୁଙ୍କର ଦାସ ରେଭରେଣ୍ଡ ପିଟର ଆଜ୍ଞା। ତାଙ୍କେ ବି ମୋତେ ମନେ ପକେଇଲେ ଅନେକ ଦିନ ପରେ। ସିଏ ଯଦି ବା ଆମେ କେବେ ପରସ୍ପର ଫିଜିକାଲି ମିଶି ନାହୁଁ, କିନ୍ତୁ ଓଭର ଫୋନ୍ ଆମେ ଆଉ ଜଣେ ଅନ୍ୟ ଜଣଙ୍କ ପାଇଁ ଚିନ୍ତା କରିଥାଉ, ପ୍ରେମ କରିଥାଉ ଏବଂ ପ୍ରଭୁଙ୍କ ସେବାରେ ବି ଆଉ ଉତ୍ସାହ କରିଥାଉ। ଆଉ ଆଜି ସେ ଆଜ୍ଞା ମୋତେ ସୁଯୋଗ ଦେଲେ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବି। ତତ୍ସହିତ ମୁଁ ଧନ୍ୟବାଦ ଅର୍ପଣ କରିବି ଆମର ମିଷ୍ଟର ଗଜେନ୍ଦ୍ର ସାଗର, ଯିଏ ଆଜି ଆରାଧନାରେ କଢ଼େଇକି ନେଇଥିଲେ। ଆଉ ତାଙ୍କ ଆରାଧନା ଦ୍ୱାରା ଆମେ ଆମମାନଙ୍କୁ ପ୍ରସ୍ତୁତ କଲୁ। ଆଉ ଏହି ସମୟରେ ଆମେ ବାକ୍ୟକୁ ବି ଶୁଣିବାକୁ ଯିବା। ତ ସହିତ ଧନ୍ୟବାଦ ବି ଅର୍ପଣ କରିବି ଆମମାନଙ୍କର ରେଭରେଣ୍ଡ JK ଚିଞ୍ଚାନି ଆଜ୍ଞା, ଯିଏ ମୋର ବାକ୍ୟ ନିମନ୍ତେ ପ୍ରାର୍ଥନା କଲେ। ଥ୍ୟାଙ୍କ ୟୁ ସାର୍ ଫର୍ ୟୁର ବ୍ଲେସିଂ ପ୍ରେୟର। ସମସ୍ତ ବିଷୟରେ କେବଳ ପରମେଶ୍ୱର ହିଁ ମହିମାନ୍ୱିତ ହୁଅନ୍ତୁ। ଆମେ ଆମମାନଙ୍କର ଯାହା କିଛି ବି ଅଛି, ଆମେ କୌଣସି ବିଷୟରେ ଆମର ନିଜର କିଛି ନାହିଁ, ସର୍ବତ୍ର ଈଶ୍ୱରଙ୍କ ଠାରୁ ଆମମାନଙ୍କୁ ଆଶୀର୍ବାଦ ମିଳିଥାଏ। ତ ଆଜି ସକାଳୁ ଆସୁ ଆମମାନେ ଯେତେବେଳେ ବାକ୍ୟ ଆଡ଼କୁ ଯିବା, ଆଉ ଆମମାନେ ଜାଣୁ ଆମମାନେ ଏଇ ଦିନମାନଙ୍କରେ ଏକ ଫ୍ଲେକ୍ସିବୁଲ ଲାଇଫରେ ଆମେ ଜୀବନକୁ ବିତାଇ ପାରୁନାହୁଁ, କାରଣ ଅନେକ ପ୍ରକାର ଆମମାନଙ୍କ ଯେତେବେଳେ ଆମେ
ଖ୍ରୀଷ୍ଟରେ ଖ୍ରୀଷ୍ଟିଆନ ଜୀବନରେ ବିଶ୍ୱାସୀ କିମ୍ବା ବିଶ୍ୱାସୀ ଭାବେ ଏକ ଭକ୍ତିପୂର୍ଣ୍ଣ ଜୀବନକୁ ବ୍ୟତୀତ କରୁଛୁ, ଅନେକ ପ୍ରକାର ନିର୍ଯାତନାର ସମ୍ମୁଖୀନ ଆମେ ହଉଅଛୁ। ଆଉ ଏଇ ଦିନ ମାନଙ୍କରେ ଇଭେନ୍ ଆମ ଓଡ଼ିଶା ଷ୍ଟେଟରେ ବି ଆମମାନେ ପିସଫୁଲି ଆଉ ଈଶ୍ୱରଙ୍କର ଆରାଧନା କରିବା ନିମନ୍ତେ କିମ୍ବା ସେବା କରିବା ନିମନ୍ତେ କିମ୍ବା ସୁସମାଚାର ତାଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମମାନଙ୍କୁ ଏକ ସହଜର ସମୟ ଆଉ ମିଳିପାରୁନାହିଁ। କିନ୍ତୁ ଉତ୍ତମ ବିଷୟ ଏହା ଅଟେ ଯେ ଯେତେ ଯାହା ନିର୍ଯାତନା ମାନଙ୍କ ଜୀବନରେ ଆସୁଅଛି, ଆଉ ଆମେ ଦେଖିପାରୁଛୁ, ଆମେ ବିଶ୍ୱାସ ବି କରୁ, ଯେତେ ନିର୍ଯାତନା ହେଲେ ସେତେ ଅତ୍ୟଧିକ ଭାବେ ଆମେ ଈଶ୍ୱରଙ୍କର ଆଉ ରାଜ୍ୟର ବୃଦ୍ଧି କାର୍ଯ୍ୟକୁ ବି ଆପଣ ଆଖିରେ ଦେଖିବା ପାଇଁ ଆମେ ସକ୍ଷମ ହେଇପାରୁଛୁ। କାରଣ ଈଶ୍ୱରଙ୍କର ଏଇ ଯୋଉ ଯୋଜନା, ଆଜି ନିର୍ଯାତନା ଘଟଣା ହଉଛି ବୋଲିକି ଆମେ ଆଉ ଆକୁ କାଲକୁଲେଟ କରିବାନି, କିନ୍ତୁ ଯଦି ଆମେ ଆରମ୍ଭରୁ ହିଁ ଦେଖିବା, এই ନିର୍ଯାତନାର ବିଷୟ ସବୁବେଳେ ହେଇଥାଏ। ଆଉ ଦିଲ୍ଲୀରେ ଯେତେବେଳେ ମୁଁ ଗୋଟେ ବୁକ୍ ଷ୍ଟୋରକୁ ଗଲି, ଯାହାକି ରୋମାନ କାଥଲିକ ଦ୍ୱାରା ଆଉ ସେ ବୁକ୍ ଷ୍ଟୋର ଚାଳିତ ହୁଏ, କୌଣସି ଜିନିଷ କିଣିବା ପାଇଁ ମୁଁ ଯାଇଥିଲି ସେ ଦୋକାନକୁ କିମ୍ବା ସେ ସପକୁ। ସେଠାରେ ଯେଉଁ ନନ୍ ସିଷ୍ଟର ଗୁଡ଼ାକ ଥିଲେ, ଆଉ ମୁଁ ତାଙ୍କ ସହିତ କଥା ହଉ ହଉ ଆଉ ପଚାରିଲି, ଦେଖନ୍ତୁ ଭଉଣୀ, ଆପଣଙ୍କର ଯେଉଁ ଅଫିସଟା ଅଛି, ଚର୍ଚ୍ଚଟା ଅଛି, ଜଷ୍ଟ ନିୟର ଟୁ ଯେଉଁ ମେନ୍ ଅଫିସ ହେଇପାରେ ଆମର ପ୍ରାଇମ ମିନିଷ୍ଟର ଅଫିସ ହଉ କିମ୍ବା ପାର୍ଲାମେଣ୍ଟ ଯେଉଁ ମେମ୍ବର୍ସ ଗୁଡ଼ାକ ଅଛନ୍ତି ତାଙ୍କରି ପାଖରେ ଅଛି। ଏବଂ ଗତ ଦିନରେ ଆପଣଙ୍କର ଏଇ ଚର୍ଚ୍ଚ ସାମ୍ନାରେ ଆଉ କିଏ ଜଣେ ଆସିକି ପୂଜାରୀ, ସିଏ ମାନେ ଅନେକ ଆଉ ଆନ୍ଦୋଳନ କରିଥିଲେ ଚର୍ଚ୍ଚକୁ ବନ୍ଦ କରିବା ନିମନ୍ତେ। ତେଣୁ ଆପଣଙ୍କର ବୁକ୍ ସେଲିଂ କରିବା ପାଇଁ କୌଣସି ଅସୁବିଧା ନାହିଁ କି ବୋଲି ମୁଁ ଯେତେବେଳେ ତାଙ୍କୁ ପଚାରିଲି, ଆଉ ସିଏ ଭଉଣୀ ମୋତେ କହିଲେ, ଆଉ ଦେଖନ୍ତୁ, ଆମ ଈଶ୍ୱର ଆଜିର ଈଶ୍ୱର ହିଁ ନାହାନ୍ତି। ଆମ ଈଶ୍ୱର ଆଉ ବିଗତ ଦିନର ଈଶ୍ୱର ଏବଂ ଆଗନ୍ତୁକ ଦିନର ବି ଈଶ୍ୱର ଅଟନ୍ତି। ଯେତେବେଳେ ଈଶ୍ୱରଙ୍କର ସମସ୍ତ ବିଷୟ ଆଦି ପୁସ୍ତକ ସମୟରେ ହଉ କିମ୍ବା ଦାନିଏଲଙ୍କ ସମୟରେ ହଉ କିମ୍ବା ଅବ୍ରାହମଙ୍କ ସମୟରେ ହଉ, ସେତେବେଳେ ବି ଈଶ୍ୱର ଥିଲେ, ସଦାପ୍ରଭୁ ଈଶ୍ୱର, ଏବଂ ଆଜି ବି ସେହି ଈଶ୍ୱର ଅଛନ୍ତି ଏବଂ ଆଗନ୍ତୁକ ଦିନମାନଙ୍କରେ ବି ସେହି ଈଶ୍ୱର ହିଁ ରହିଥିବେ। ଆଉ ଯେତେବେଳେ ଦାନିଏଲଙ୍କ ସମୟରେ ସିଏ ଗୋଟେ ଜିନିଷ କୋଟ୍ କଲେ, ଦାନିଏଲଙ୍କ ସମୟରେ ଆଉ ସେମାନେ ଏତେ ଚେଷ୍ଟା କଲେ ଏକ ପ୍ରଭୁଙ୍କର ଦାସଙ୍କୁ, ପ୍ରଭୁଙ୍କର ଭକ୍ତଙ୍କୁ ନିର୍ଯାତନା ଦେବା ଏବଂ ପ୍ରଭୁଙ୍କର ନାମକୁ ଆଉ ଦବେଇକି ରଖିଦେବା, ସେମାନେ ଯେତେବେଳେ ତାକୁ ରଖିପାରିଲେନି, ତ ଆପଣ କ'ଣ ଭାବୁଛନ୍ତି ଆଜି ଏମାନେ ଯେଉଁ ମୁଣ୍ଡ ବାହାର କରିକି ବିଭିନ୍ନ ପ୍ରକାର ଆଉ ନିର୍ଯାତନା କିମ୍ବା ପର୍ସିକ୍ୟୁସନ ଯେଉଁ କରିଚାଲିଛନ୍ତି, ଆପଣ କ'ଣ ଭାବୁଛନ୍ତି ଯେ ପ୍ରଭୁଙ୍କର ନାମ କେବେ ସ୍ତବ ହେଇ ରହିଯିବା କିମ୍ବା ଚୁପ୍ ହେଇ ରହିଯିବ? କେବେ ବି ହେଇପାରିବନି। ବିକଜ ଯେତେବେଳେ ଏର୍ଲିୟର ଡେଜରେ ଚର୍ଚ୍ଚ ହିଷ୍ଟ୍ରିରେ ଆମେ ଦେଖିପାରୁଛୁ ଯେ ସେତେବେଳେ ଯଦି କୌଣସି ଏଇଭଳିଆ ଆଉ ପର୍ସିକ୍ୟୁସନ ହେଲା ବାଦେ ବି କୌଣସି ପ୍ରକାର ବାଧା ସେମାନେ ମାନେ କାମକୁ ରୋକି ପାରିଲେନି। ଆଉ ମନେ ରଖନ୍ତୁ, ଆଜି ବି ସେମାନେ ରୋକିପାରିବେ ନାହିଁ। କାହିଁକି ନା ଈଶ୍ୱରଙ୍କ କାମ ଈଶ୍ୱର ସାମର୍ଥ୍ୟ ଭାବେ ସେ କରି ଚାଲିଥାନ୍ତି। ଆଉ ସେ କେବେ ବି ରହିବା ଲୋକ ନୁହଁ। ଆଉ ଯଦି ବା ହେଇପାରେ, ଜଣେ ଲୋକ ସଫର କରିବ, ଜଣେ ଲୋକ ଟିକେ କଷ୍ଟ ଅନୁଭବ କରିବ, ସିଏ ହେଇପାରେ ଇଣ୍ଡିଭିଜୁଆଲ ପର୍ସନ କଷ୍ଟର ସମ୍ମୁଖୀନ ନିଶ୍ଚୟ ହେବ। ସେ କଷ୍ଟ ଅନୁଭବ କଲା ପରେ ଯେଉଁ ରିଜଲ୍ଟ ଆସେ, ସେଇଟା ହେଉଛି ଈଶ୍ୱର କାର୍ଯ୍ୟ କରନ୍ତି। ହାଲେଲୁୟା। ସୁପ୍ରିୟ ବନ୍ଧୁଗଣ, ଆଉ ସେ ଜିନିଷ ଯେତେବେଳେ ଏଇଭଳିଆ ଭାବେ ସେ ଭଉଣୀଟା ମୋତେ କହିଲା, ମୁଁ ଚିନ୍ତା କରିବାକୁ ଆରମ୍ଭ କଲି। ବାସ୍ତବ କଥା ଅଟେ। ଏଇ କଥାକୁ ଆମେ କେବେ ବି ଏଡ଼େଇ ପାରିବାନି। ଏଇ କଥାକୁ ଆମେ କେବେ ବି ଲୁଚେଇ ପାରିବାନି। ଏଇ କଥାକୁ ଆମେ କେବେ ବି ଫରଗେଟ୍ କରିପାରିବନି। ଏଇଟା ହେଉଛି ଟ୍ରୁ କଥା, ଏଇଟା ହେଉଛି ସତ୍ୟ କଥା, ଏଇଟା ବାସ୍ତବିକ କଥା। ଆଉ ହେଇପାରେ ନିର୍ଯାତନା ଆସିବ,
କଷ୍ଟ ଆସିବ, ଦୁଃଖ ଆସିବ, ଆଉ ସମସ୍ୟା ଆସିବ। କିନ୍ତୁ ପ୍ରିୟ ବନ୍ଧୁଗଣ, ଆଉ ଯେତେବେଳେ ଆମମାନେ MLC ପ୍ରୋଗ୍ରାମ କରିଥାଉ, MLC ପ୍ରୋଗ୍ରାମ, ମୁଁ ଜାଣିନି MLC ପ୍ରୋଗ୍ରାମ କହିଲେ ଆପଣମାନେ ବୁଝିପାରୁଥିବେ କି ନ ବୁଝିପାରୁଥିବେ। ପିଟର ଆଜ୍ଞା ବୁଝିପାରୁଥିବେ ହ୍ୱାଟ ଇଜ ଦ MLC, ମ୍ୟାରେଜ ଲାଇସେନ୍ସ କମିଶନିଂ ପ୍ରୋଗ୍ରାମ ଆମେ କରୁ। ତ ଆମେ ଆମ ଯୋଉ ପାର୍ଟିସିପେଣ୍ଟ, ଯୋଉ ଆପ୍ଲିକେଣ୍ଟ ପାଷ୍ଟର୍ସ ମାନଙ୍କୁ ଆମେ ଗୋଟାଏ ଜିନିଷ ପ୍ରିପେୟାର କରୁ। ଭାଇ ମନେ ରଖନ୍ତୁ, ଯୋଉ ସମସ୍ୟା ବିଷୟ ଗୁଡ଼ିକ ନେଇ ସେବା କାର୍ଯ୍ୟରେ ଆଉ ନିର୍ଯାତନା ବିଷୟ ଗୁଡ଼ିକ ନେଇ ଆମମାନେ ଆଜିକାଲି ବ୍ୟସ୍ତ ହଉଛୁ, ଏତିକି ମନେ ରଖନ୍ତୁ, ଯଦି ଆଜି ଆପଣ ସୁରକ୍ଷିତ ଅଛନ୍ତି, ଏମିତି ଭାବି ନିଅନ୍ତୁ ଯେ ଆଜିର ଦିନ ଆପଣ ପାରି କରିଗଲେ, କିନ୍ତୁ କାଲିକି ନିଶ୍ଚୟ ଆପଣଙ୍କ ସମ୍ମୁଖରେ ସେଇ ନିର୍ଯାତନା ଆସିବ ହିଁ ଆସିବ। ମାନେ ଆମେ ଚେଷ୍ଟା କରୁ, ଆମେ ଆଉ ଲୋକଙ୍କୁ ଏନକରେଜ କରୁ, ଆଉ ସେ रेवलेशनଟା ଦେଉ। हिंदी भली कहे, यदि आज आपके साथ किसी भी प्रकार की जो कि परसिक्यूशन नहीं हुआ है, समझ लो कल आपके द्वार में जरूर वो आकर ही रहेगा। कोई भी इस जो परसिक्यूशन से नहीं बचने वाला है। Nobody is going to escape from this persecution because this is written in the Bible। ଏଇଟା ହଉଛି ବାଇବଲରେ ଲେଖା ଯାଇଛି। ଆଉ ଯେତେବେଳେ ଆମେ ଦ୍ୱିତୀୟ ତିମୋଥୀ 3:12 କୁ ଯଦି ପଢୁ, ସେଠାରେ ବି ଏଇ ବିଷୟ ଲେଖାଯାଇଛି ଯେ ଯୋଉ ଲୋକ, ହିନ୍ଦୀରେ ଭଳି ଲେଖାଯାଏ, यदि आप मसीह में भक्तिमय जीवन को बिताना चाहते हैं तो ध्यान रखें आप सताए जाएंगे। ओडियारे किभଳି ଲେଖା ହେଇଛି ମୁଁ ଜାଣିନି, ଆପଣ ସମସ୍ତେ ଜାଣିଛନ୍ତି। ଯେଉଁ ଲୋକ ଭକ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କରିବାକୁ ଇଚ୍ଛା ରଖନ୍ତି, କିମ୍ବା ମନୋଭାବ ରଖନ୍ତି, କିମ୍ବା ଉଦ୍ଦେଶ୍ୟ ରଖନ୍ତି, ଦ୍ୟାଟ୍ ଇଜ ଏ ଗ୍ୟାରେଣ୍ଟି ଦ୍ୟାଟ୍, ଏଇଟା ନିଶ୍ଚୟ ଅଟେ ଯେ ଆପଣ କ'ଣ କରାଯିବେ, ନିର୍ଯାତନା କରାଯିବେ। ବିନା ନିର୍ଯାତନାରେ ଆପଣ କିଭଳି ଏକ ଖ୍ରୀଷ୍ଟୀୟ ଜୀବନ ଧାରି ହେଇପାରିବେ ନାହିଁ। So that is a fact, that is a true, we cannot ଆମେ ସେଇ ଜିନିଷକୁ ଆମେ ଏଡ଼େଇ ପାରିବାନି, ତାହା ଆସିବ ହିଁ ଆସିବ। ସେଇଥିପାଇଁ ଆମେ MLCରେ କହୁ, ଯଦି ଆଜି ଆସିନି ଆପଣଙ୍କ ପାଖରେ, କାଲି କି ସିଓରଲି ଏଇଟା ଆସିବାର ଅଛି ଏବଂ ଆସିବ ହିଁ ଆସିବ। ସୁପ୍ରିୟ ବନ୍ଧୁଗଣ, ଆଜି ଆମେ ନିର୍ଯାତନା ବିଷୟରେ ଟିକେ କଥା ହେବା। ଆଉ ଆମେ ଜାଣୁ ଏଇ ଦିନମାନଙ୍କରେ ଇଭେନ୍ ଓଡ଼ିଶା ଯେମିତି ସହରରେ ବି, ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି, ଦିଲ୍ଲୀରେ ଆମେ ଟିକେ ସେଫ୍ ଅଛୁ ଇନ୍ ଦ ସେନ୍ସ, ଆଉ ପ୍ରଭୁଙ୍କ ଦୟାରୁ ଆମେ ଜାଣିନାହୁଁ କାହିଁକି କି ଏଇଭଳି ଘଟଣା ଗୁଡ଼ାକ କମ୍, ମାନେ ଯେତେବେଳେ ଆମେ ଏଭରେଜ ଦେଖୁଛୁ, ବିଲକୁଲ ଦେଖାଯାଉନାହିଁ କୌଣସି ଚର୍ଚ୍ଚ ଆଟାକ୍ କିମ୍ବା କୌଣସି ପାଷ୍ଟରଙ୍କୁ। ହାର୍ଡଲି 100ରେ ଗୋଟାଏ ପ୍ରତିଶତ କୋଉଠି କେତେବେଳେ କେମିତି ଘଟଣା ହେଇଗଲା, ଆମେ ସେଟା ଦେଖିପାରୁଛୁ। ବଟ୍ ୱେର୍ ୱି ୱିଲ୍ ଥିଙ୍କ ଆବାଉଟ୍ ଷ୍ଟେଟ୍ ଅଫ୍ ଓଡ଼ିଶା, ଆମ ନିଜ ଓଡ଼ିଶା ରାଜ୍ୟ ବିଷୟରେ ଆମେ ଚିନ୍ତା କରିବା, ଛତିଶଗଡ଼ ଚିନ୍ତା କରିବା, ଆଉ କିମ୍ବା ରାଜସ୍ଥାନ, ମଧ୍ୟପ୍ରଦେଶ, ଏଇ ସବୁ ଜାଗା ମାନଙ୍କରେ ଅବି ରିସେଣ୍ଟଲି ମଧ୍ୟପ୍ରଦେଶରେ ଆଉ ଗୋଟେ ବାଳକଙ୍କ ଗୃହକୁ ସେମାନେ ଡେମୋଲିଶ କରିଦେଲେ। ଆପଣମାନେ ଖବରରେ ଶୁଣିଥିବେ। ଆଉ ଜଷ୍ଟ ୱିକ୍ ଏଗୋ ଆମର ବିଶପ ସିନ୍ଧୁ ପାଣି ଆମ ଦିଲ୍ଲୀକୁ ଆସିଥିଲେ। ସେ ମୋତେ କହିଲେ, ଆଉ ବାବୁ ଜାଣିଛନ୍ତି ଆମ ଗାଁର ଲୋକ ମଧ୍ୟପ୍ରଦେଶ ବୋଧେ 3-4 ଜଣଙ୍କୁ ଆଉ ଆରେଷ୍ଟ କରାଯାଇଥିଲା, ସେରଙ୍ଗନା କୋଉ ଗାଁର ଲୋକ ବୋଲି ଶୁଣୁଥିଲି। ସୋ ବଟ୍ ଥ୍ୟାଙ୍କ ଗଡ୍, 2 ଦିନ ତଳେ ବୋଧେ ସେମାନଙ୍କୁ ରିଲିଜ କରାଗଲା। ସୋ ମୁଁ କ'ଣ କହିବାକୁ ଚାହୁଁଛି, ପ୍ରିୟ ବନ୍ଧୁଗଣ, ଏଇଠାରେ ଆମେ ବଡ଼ ଶାନ୍ତିରେ ବସିକି ଜୁମ୍ରେ ପ୍ରାର୍ଥନା ଆରାଧନା କରୁଛୁ। ଆପଣ ଯଦି ଅନ୍ୟ ରାଜ୍ୟମାନଙ୍କରେ ଦେଖିବେ, ଇଭେନ୍ ଓଡ଼ିଶାରେ ବି ସମ୍ ଅଫ୍ ଦ ଇଣ୍ଟରିୟର ଏରିଆରେ ଆମେ ଯଦି ଦେଖିବା, ତ ଅନେକ ପ୍ରକାର ନିର୍ଯାତନା ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ କରାଯାଉଅଛି। ଯଦି ଆମେ ଆଜି ଏସ୍କେପ୍ ଅଛୁ, ମୁଁ କହିବାକୁ ଚାହେଁ, ବି ପ୍ରିପେୟାର ଟୁ ଫେସ୍ ଦିସ୍ ସିଚୁଏସନ୍।
that is what the second Timothy 3:12 କୁହାଯାଏ ଯେ ଯେଉଁ ଲୋକ ଖ୍ରୀଷ୍ଟଙ୍କ ଠାରେ ଭକ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କରିବାକୁ ଚାହିଁବ ସେ ନିଶ୍ଚୟ କ'ଣ କରାଯିବ ମାନେ ନିର୍ଯାତନାର ସମ୍ମୁଖୀନ କରିବ ବୋଲିକି ଲେଖାଯାଇଛି। ସୋ ଏଇଟା ହଉଛି ଆମମାନଙ୍କ ନିମନ୍ତେ ଆସିବ ହିଁ ଆସିବ। ଏଇ ଜିନିଷରୁ ଆମେ ଏସ୍କେପ୍ ହେଇପାରିବା ନାହିଁ। ସୁପ୍ରିୟ ବନ୍ଧୁଗଣ, ଆସନ୍ତୁ ଆଉ ଆମେ ବାକ୍ୟ ବାହାର କରିବା ପ୍ରଥମ ପିତର ତାର 3 ଅଧ୍ୟାୟର ଆଉ ଆମେ ପଢିବା 13ରୁ 17 ପର୍ଯ୍ୟନ୍ତ। ଦୟାକରି ମୋ ପାଇଁ କିଏ ଯଦି ଓଡ଼ିଆରେ ପଢିଦେବେ ସୋ ଭଲ ହବ। ଦୟାକରି ପଢି ଦିଅନ୍ତୁ ପ୍ରଥମ ପିତର 3:13-17। ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ? ପୁଣି ଯଦି ବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖ ଭୋଗ କରିବାକୁ ପଡ଼େ, ତାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିମ୍ବା ଉଦ୍ବିଗ୍ନ ହୁଅ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ, ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ। କାରଣ ଦୁଷ୍କର୍ମ ସକାଶେ ଦୁଃଖ ଭୋଗ କରିବା ଠାରୁ ବରଂ ଯଦି ଈଶ୍ୱରଙ୍କର ଇଚ୍ଛା ହୁଏ, ତାହେଲେ ସତ୍କର୍ମ ସକାଶେ ଦୁଃଖ ଭୋଗ କରିବା ଭଲ। ଆମେନ୍। ଥ୍ୟାଙ୍କ ୟୁ ସିଷ୍ଟର। ଆସନ୍ତୁ ଆମେ ପ୍ରାର୍ଥନା କରିବା। ମଙ୍ଗଳମୟ ଧର୍ମମୟ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ପ୍ରଭୁ ତୁମ ମହାନାମର ଧନ୍ୟବାଦ ଦଉଛୁ, ସ୍ତୁତି କରୁଛୁ, ପ୍ରଶଂସା କରୁଛୁ। ଆଜି ପ୍ରାତଃ କାଳରେ ପ୍ରଭୁ ଆମମାନଙ୍କୁ ଏକତ୍ରିତ କଲ, ଯଦ୍ୱାରା ପ୍ରଭୁ ଆମେ ମିଳିତ ଭାବେ ତୁମରି ସେବା ଉପାସନା କରୁ କରୁ ପ୍ରଭୁ ବାକ୍ୟ ଅଧ୍ୟୟନ କଲୁ ଏବଂ ଏହି ସମୟରେ এই ବାକ୍ୟକୁ ପ୍ରଭୁ ଆମେ ଆଉ ମନନ କରିବା ପାଇଁ ଏବଂ ବୁଝିବା ପାଇଁ ପ୍ରଭୁ ତୁମରି ପବିତ୍ର ଆତ୍ମାକୁ ଚାହୁଁଛୁ, ଯେ ପବିତ୍ର ଆତ୍ମା ଆମମାନଙ୍କ ଶିକ୍ଷକ ହୋଇ ଆମମାନଙ୍କୁ ଶିଖାଅ, ଯଦ୍ୱାରା କି ଆମମାନେ ପ୍ରଭୁ ତୁମରି ସେ ଉଦ୍ଦେଶ୍ୟକୁ ପ୍ରଭୁ ବୁଝିପାରିବୁ ଏବଂ ନିଜ ଜୀବନକୁ ପ୍ରଭୁ ପ୍ରସ୍ତୁତ କରିପାରିବୁ। କାରଣ ପ୍ରଭୁ ଆମମାନଙ୍କ ଜୀବନ ପ୍ରସ୍ତୁତିକରଣ ଜୀବନ ଅଟେ। ଆମେ ସମସ୍ତ ବିଷୟ ପ୍ରାପ୍ତ କରିସାରିଛୁ ବୋଲି ଆମେ କେବେ ବି ପ୍ରଭୁ କ୍ଲେମ୍ କରିପାରିବୁ ନାହିଁ, କାରଣ ଆମେ ଅନ୍ ଦ ପ୍ରୋସେସ୍ରେ ଅଛୁ। ଆଉ ଯେତେବେଳେ ଆମେ ଅନ୍ ଦ ପ୍ରୋସେସ୍ରେ ଅଛୁ, ଆମମାନଙ୍କୁ ପ୍ରିପାରେସନ୍ ଅତି ଆବଶ୍ୟକ ଅଟେ। ଏହି ସମୟରେ ପ୍ରଭୁ ଚାହୁଁଛୁ ତୁମେ ଆମମାନଙ୍କୁ କଥା କୁହ, ତୁମେ ଆମମାନଙ୍କୁ ବୁଝାଅ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ସାହାଯ୍ୟ ଦିଅ। ଧନ୍ୟବାଦ ଦେଇ ଏହି କ୍ଷୁଦ୍ର ନିବେଦନ ତ୍ରାଣକର୍ତ୍ତା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ସୁପ୍ରିୟ ବନ୍ଧୁଗଣ, ଆମମାନେ ଦେଖିବାକୁ ପାରିଲୁ ଯେ ଆମମାନେ ନିଶ୍ଚୟ କ'ଣ ପର୍ସିକ୍ୟୁଟ୍ କରାଯିବା, ମାନେ ନିର୍ଯାତନାର ସମ୍ମୁଖୀନ ଆମେ ନିଶ୍ଚୟ କରିବା। କିନ୍ତୁ এই ନିର୍ଯାତନା ସମୟରେ এই ବାକ୍ୟ ଯୋଉ ଆମେ ଅଧ୍ୟୟନ କହିଲୁ ପିତର ଯୋଉ ପ୍ରଥମ ପିତର 3ର ଆଉ ଯୋଉ 13ରୁ 17 ପର୍ଯ୍ୟନ୍ତ, ଏଇଠାରେ ଆମେ ଆଉ ଯୋଉ ଲେଖାଯାଇଥିବା ପିତରଙ୍କ ଦ୍ୱାରା ଉଦ୍ଦେଶ୍ୟ ବିଷୟରେ ଆମମାନେ ଶିଖିବା, ଜାଣିବା। ଆଉ 4ଟି ବିଷୟ ନିର୍ଯାତନା ସମୟରେ ଆମମାନଙ୍କୁ ଡିସିସନ୍ ନେବାକୁ ପଡ଼ିବ। 4ଟି ଷ୍ଟେପ୍ ଆମମାନଙ୍କୁ ନେବାକୁ ପଡ଼ିବ। ପ୍ରଥମ ଷ୍ଟେପ୍ ବିଷୟରେ ଯଦି ଆମେ ଦେଖିବା, ଏଠାରେ ଲେଖାଯାଏ 3:13ରେ କି ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମମାନଙ୍କର କ'ଣ କରିବ? ଅନିଷ୍ଟ କରିବ। ଅନିଷ୍ଟ କରିବ। ପ୍ରିୟ ବନ୍ଧୁଗଣ, ଆମମାନଙ୍କର ମନୋଭାବକୁ, ଆମମାନଙ୍କର ଯୋଉ ଥିଙ୍କିଂକୁ ଆମେ ନିଜେ ନିର୍ଣ୍ଣୟ ନେବାକୁ ପଡ଼ିବ ଯେ ମୁଁ ଖ୍ରୀଷ୍ଟଙ୍କ ଜୀବନ ଯେତେବେଳେ ମୁଁ ବ୍ୟତୀତ କରୁଛି, ମୋତେ ଦରକାର ଅଟେ ମୁଁ ଦୁନିଆରେ ଥିବା ମନ୍ଦ ବିଷୟରେ କେବେ ବି ମୁଁ ଉଦ୍ଯୋଗୀ ହେବି ନାହିଁ। କିନ୍ତୁ ଏଠାରେ ଲେଖାଯାଏ ଯଦି ଉତ୍ତମ ବିଷୟରେ ତୁମେ କ'ଣ ହେବ? ଉଦ୍ଯୋଗୀ ହେବ। ଉତ୍ତମ ବିଷୟ। ଉତ୍ତମ ବିଷୟ ଆପଣମାନେ ଜାଣନ୍ତି ଉତ୍ତମ ବିଷୟ କେଉଁଠାରୁ ଆସେ? ଉତ୍ତମ ବିଷୟ ଆମେ ନିଜକୁ ନିଜ କହିଦେଲେ ଉତ୍ତମ ବିଷୟ ହେଇଯାଇନଥାଏ। ଉତ୍ତମ ବିଷୟ ହେବା ପାଇଁ
ଈଶ୍ୱରଙ୍କ ଦିଆଯାଇଥିବା ସମସ୍ତ ଆଜ୍ଞାଙ୍କୁ ସମସ୍ତ ଯୋଉ ଆଦେଶକୁ ପାଳନ କରିବାକୁ ପଡ଼େ। ଆଉ ସେଇ ଆଦେଶ ମଧ୍ୟରୁ ସେଇ ଯୋଉ ପ୍ରସ୍ତୁତିକରଣ ମଧ୍ୟରୁ ଏହା ଏକ ବିଷୟ ଅଟେ ଯେ ଆମମାନଙ୍କ ଜୀବନରେ ନିଶ୍ଚୟ ନିର୍ଯାତନା ଆସିବ। ଯଦି ନିର୍ଯାତନା ନାହିଁ ତାହେଲେ ଆମମାନଙ୍କର ଜୀବନ ମସିହ ମାନେ ଖ୍ରୀଷ୍ଟୀୟ ଜୀବନ କିଭଳି ଭାବେ ଆମେ ତାକୁ ପ୍ରୁଭ୍ କରିପାରିବା। ଆମମାନଙ୍କୁ ସେଥିପାଇଁ ଦ୍ୱିତୀୟ ତିମୋଥୀ 3:12 ଯେତେବେଳେ ପଢୁଛୁ ସେଟା ଲେଖାଯାଏ ଯଦି କେହି ଖ୍ରୀଷ୍ଟୀୟ ଜୀବନ ବ୍ୟତୀତ କରିବାକୁ ଚାହାନ୍ତି ସେ ନିଶ୍ଚୟ କ'ଣ କରାଯିବ? ନିର୍ଯାତନା କରାଯିବ। ନିଶ୍ଚୟ ନିର୍ଯାତନାର ସମ୍ମୁଖୀନ କରିବ। ଅନେକ ସମୟରେ ଆମେ ଯେତେବେଳେ ମିଶନ କାମ କରୁ କିମ୍ବା ପ୍ରଭୁଙ୍କର କାମ କରୁ ଆଉ ଗୋଟେ କନସେପ୍ଟ ଥାଏ ଆମରେ, ଆରେ ଆପଣ ଯଦି ପ୍ରଭୁଙ୍କର କାମରେ ଚାଲିଯିବେ ଆପଣଙ୍କୁ ଫରେନରୁ ଫଣ୍ଡ ମିଳିବ କିମ୍ବା ଆପଣଙ୍କୁ ଆଲାଉନ୍ସ ମିଳିବ, ଆପଣଙ୍କୁ ଅଫିସ ମିଳିବ, ଆପଣଙ୍କୁ ଏଇଟା ମିଳିବ ସେଇଟା ମିଳିବ ଏଇଟା ମିଳିବ, ଏଇଭଳି ଅନେକ ପ୍ରକାର କନସେପ୍ଟ ଅଛି ଆମର, ଯୋଉ କନସେପ୍ଟ କି ଆଉ ପୂର୍ବପୁରୁଷ ଦିନମାନଙ୍କ ଠାରୁ ଚଳିକି ଆସୁଅଛି। ବଟ୍ ଦ୍ୟାଟ୍ ଇଜ ନଟ୍ ଦ ଫ୍ୟାକ୍ଟ। ସେଇଟା ଫ୍ୟାକ୍ଟ ନୁହଁ। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ସେବା କାର୍ଯ୍ୟରେ ଆସୁ ଯେତେ ସୁଖ ଆସିଥାଏ ତାଠୁ ଅଧିକା ଦୁଃଖର ଅନୁଭବ ବି କରିବାକୁ ପଡିଥାଏ। ହାଲେଲୁୟା। କିନ୍ତୁ ଗୋଟେ କଥା ମନେ ରଖିବାକୁ ପଡିବ, ଯେତେବେଳେ ସୁଖ ଥାଏ ପ୍ରେଜ୍ ଦ ଲର୍ଡ, କିନ୍ତୁ ଦୁଃଖ ଆସିଲା ବେଳକୁ ସେଇ ସଦାପ୍ରଭୁ ଈଶ୍ୱର ଆପଣଙ୍କୁ କେବେ ବି ପରିତ୍ୟାଗ କରନ୍ତି ନାହିଁ। ଆପଣଙ୍କ ପାଇଁ ସେ ଏକ ଅନୋଖା ରାସ୍ତାକୁ ସେ କ'ଣ କରନ୍ତି? ସେ ବନେଇ ଦେଇଥାନ୍ତି, ଯୋଉଥିରେ ଆପଣ ସେଇ କଷ୍ଟ ସମୟରେ ବି ଆନନ୍ଦିତ ହେଇପାରିବେ ଏବଂ ହେଇପାରିଥାନ୍ତି। ତେଣୁ ପ୍ରଥମ ବିଷୟ ଆମେ ଏଠାରେ ଦେଖିବାକୁ ପାରୁଛୁ ଯେ ଯୋଉ ଲୋକ ନିର୍ଯାତନାର ସମ୍ମୁଖୀନ ହେବା ପାଇଁ ଚାହିଁବ ସେ ଏକ ଉଦ୍ୟୋଗୀ, ଏଭଳି ଉଦ୍ୟୋଗୀ ହେବା କଥା ଉତ୍ତମ ବିଷୟ ନିମନ୍ତେ, ନଟ୍ ଫର୍ ଦ କୌଣସି ଅନ୍ୟ ପ୍ରକାର ଲାଲଚରେ ନୁହଁ। ଉତ୍ତମ ବିଷୟ, ଉତ୍ତମ ବିଷୟ। ପାଉଲ ଗୋଟେ ଜାଗାରେ କୁହନ୍ତି, ଆମେ ସମସ୍ତେ ଜାଣୁ ସେ ବାକ୍ୟକୁ, ହିନ୍ଦୀରେ ଏଭଳି ଲେଖାଯାଏ, मेरे लिए जीना मसीह और मर जाना लाभ है। That means ଓଡ଼ିଆରେ, ମୋ ପାଇଁ ଯଦି ମୁଁ ଜୀବିତ ଅଛି ତାହା ହେଉଛି ମୋ ପାଇଁ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଯଦି ମୋର ମୃତ୍ୟୁ ହୋଇଯାଏ ଏତିକି ଯେ ତାହା ମୋ ପାଇଁ ଲାଭର ବିଷୟ ବୋଲି ସେ କୁହନ୍ତି। ପ୍ରିୟ ବନ୍ଧୁଗଣ, ଏଇ ଜିନିଷକୁ ଆମକୁ କ'ଣ କରିବାକୁ ପଡ଼ିବ? ନିଜ ହୃଦୟରେ ଉଦ୍ୟୋଗୀ ହେବାକୁ ପଡ଼ିବ, ଏକ ଟାର୍ଗେଟ ବନେଇବାକୁ ପଡ଼ିବ। ମୁଁ ସେବା କରୁଛି ତ ମୁଁ କେବଳ ବଡ଼ ଲୋକ ହେବି ବୋଲିକି ସେବା କରୁଛି ବୋଲିକି ଏ ଭାବନାରେ ରହିବା କଥା ନୁହଁ। ଯଦି ମୁଁ ସେବା କରୁଛି ମୁଁ ପରମେଶ୍ୱରଙ୍କର ଉତ୍ତମ ବିଷୟର ଉଦ୍ୟୋଗୀ ହେବି, ମନୋଯୋଗୀ ହେବି, ଯଦ୍ୱାରା ନିର୍ଯାତନା ଆସିଲେ ବି ମତେ କୌଣସି ଅସୁବିଧା ହେବ ନାହିଁ। ଯେତେବେଳେ ନିର୍ଯାତନା ବିଷୟରେ ଆମେ କଥାବାର୍ତ୍ତା କରୁଛୁ ମତେ ମନେ ପଡୁଛି, ଆମେ ପ୍ରଥମ ସାମୁଏଲ ପ୍ରଥମ ଅଧ୍ୟାୟକୁ ଯେତେବେଳେ ଆମେ ଯାଉଛୁ, ଏକ ପରିଚିତ ଘଟଣା ବିଷୟରେ ଆମେ ଟିକେ ଚିନ୍ତା କରିବାକୁ ପଡ଼ିବ, ଯୋଉଥିରେ ଆମେ ଜାଣୁ ଯେ ହାନ୍ନାଙ୍କ ବିଷୟରେ, ଆମେ ସମସ୍ତେ ହାନ୍ନାଙ୍କ ବିଷୟରେ ଅତି ଉତ୍ତମ ଗଭୀର ଭାବେ କ'ଣ ସବୁ ଘଟଣା ହେଇଥିଲା ତା ସହିତ ଆମେ ଭଲ ଭାବେ ଜାଣୁ। କିନ୍ତୁ ମୁଁ ବ୍ରିଫଲି ଆପଣମାନଙ୍କୁ ଜଷ୍ଟ ସେଟା ଗୋଟେ ହାଇଲାଇଟ୍ ଭଳିଆ କହିବା ପାଇଁ ଚାହୁଁଛି। ହାନ୍ନା ବାକ୍ୟରେ ଲେଖାଯାଏ, ସିଏ ଜଣେ ବିନା ଶିଶୁ ସନ୍ତାନ ଲାଭ ଯୋଉ ଥାଏ ସେଇଭଳି ସ୍ତ୍ରୀଟା ଥିଲା, ମାନେ ତାଙ୍କର କୌଣସି ସନ୍ତାନ ନଥିଲା। ଆମେ ଦେଖୁଛୁ ତାଙ୍କର ଯୋଉ ହଜବେଣ୍ଡ, ତାଙ୍କର ଯୋଉ ସ୍ୱାମୀ ବର୍ଷକୁ ଥରେ ଯେତେବେଳେ ସେମାନେ ଟେମ୍ପଲକୁ ଯାଉଥିଲେ, ମନ୍ଦିରକୁ ଯାଉଥିଲେ, ଆଉ ସେଇ ସମୟରେ ହାନ୍ନାଙ୍କୁ ତାଙ୍କ ସ୍ୱାମୀ ଅତ୍ୟଧିକ ଭାବେ ପ୍ରେମ ଦେଖାଉଥିଲେ। ଆଉ ସେ ସ୍ୱାମୀଙ୍କର ଦୁଇ ସ୍ତ୍ରୀ ମଧ୍ୟରୁ ଗୋଟିଏ ଅନ୍ୟ ସ୍ତ୍ରୀଙ୍କର
ପିଲାପିଲି ଥିଲେ, ତାଙ୍କ ପାଇଁ କୌଣସି କଷ୍ଟ ନଥିଲା। କିନ୍ତୁ ଅନ୍ୟ ସ୍ତ୍ରୀ ଯୋଉ ହାନା ଥିଲେ, ତାଙ୍କ କଷ୍ଟ ଥିଲା ଏଇଭଳି ଭାବେ ଯେ ସିଏ ସେ ସୁଖକୁ ପାଉନଥିଲେ, ସନ୍ତାନ ଦ୍ୱାରା ଯୋଉ ପ୍ରାପ୍ତ ହୁଏ, ପିଲାପିଲି ରହିବା ଦ୍ୱାରା ପ୍ରାପ୍ତ ହୁଏ। ତେଣୁ ସେ ଦୁଃଖ ଅବସ୍ଥାରେ ରହୁଥିଲେ। କେବଳ ସେ ନିଜେ ଦୁଃଖ ଅବସ୍ଥାରେ ରହୁଥିଲେ ତାହା ନୁହଁ, ସେ ଆର ସ୍ତ୍ରୀଟା, ଯୋଉ ଅନ୍ୟ ସ୍ତ୍ରୀଟା ତାଙ୍କୁ ଅତ୍ୟଧିକ ଭାବେ ଏକ ଘୃଣା ଚକ୍ଷୁରେ, ଏକ ଡୋମିନେଟ୍ ସ୍ପିରିଟରେ ତାଙ୍କୁ ଦେଖୁଥିଲେ। ଏଇଭଳି ଭାବେ ସେ ନିର୍ଯାତନାକୁ ସହ୍ୟ କରୁଥିଲେ। ହାନା, ତାହା ନିର୍ଯାତନା ହିଁ ଅଟେ, ତାହା ପର୍ସିକ୍ୟୁସନ ହିଁ ଅଟେ। ଯଦି ଜଣେ ଲୋକ ଅନ୍ୟ ଜଣକୁ ହିଂସା କରୁଛି, ଗୋଟେ ମାନେ ବରାବରି ମାନେ ଇକ୍ୱାଲିଟିର କାଲକୁଲେସନରେ ସେ ତାଙ୍କୁ ନୀଚ ଭାବ ଦେଖୁଛି, ତ ସେଇଟା ଗୋଟେ ନିର୍ଯାତନା ହିଁ କୁହାଯିବ, ସେଇଟା ଗୋଟେ ପର୍ସିକ୍ୟୁସନ ହିଁ କୁହାଯିବ। ଅବଶ୍ୟ ହେଇପାରେ ସେଇଠାରେ ସୁସମାଚାର ଭଳିଆ ପର୍ସିକ୍ୟୁସନ ନୁହଁ, କିନ୍ତୁ ତା ଲାଇଫ ପାଇଁ ପର୍ସିକ୍ୟୁସନ ଅଟେ ସେଇଟା। ଆଉ ସେ ପର୍ସିକ୍ୟୁସନ ସମୟରେ ପ୍ରଭୁଙ୍କର ଧନ୍ୟବାଦ ହଉ, ଯେତେବେଳେ ଆମେ ପଢୁ ପ୍ରଥମ ସାମୁଏଲର ଆଉ 1 ଏବଂ 2 ଅଧ୍ୟାୟକୁ, ମୁଁ ଚାହେଁନି ଯେ ଆପଣ ପଢନ୍ତୁ ବୋଲି, ଆପଣ ଜାଣିଛନ୍ତି, ଜଷ୍ଟ ସେଟାକୁ ରିମାଇଣ୍ଡ କରେଇ ଦଉଛି। ସେ ହାନା କଣ କରିଥିଲେ? ସେ କଣ କ୍ରୋଧ ହେଇଯାଉଥିଲେ କି? ଯଦି ଅନ୍ୟ ସ୍ତ୍ରୀ ତାଙ୍କୁ ଏକ ଘୃଣା ଚକ୍ଷୁରେ ଦେଖୁଥିଲା ତୋର ପିଲା ନାହିଁ ବୋଲିକିରି, ତ ତା ପ୍ରତିବାଦରେ ହାନା କଣ ସେ ଆର ସ୍ତ୍ରୀ ସହିତ ଝଗଡା କରୁଥିଲେ କି? नो, ଝଗଡା କରୁନଥିଲେ, କି ସେ ତାଠୁ ଦୂରେଇ ଚାଲିଯିବ ବୋଲି ବି କେବେ ଚାହୁଁନଥିଲେ। କିନ୍ତୁ ଗୋଟେ ଉତ୍ତମ ଜିନିଷକୁ ସେ କରୁଥିଲେ, ସେ ପ୍ରଭୁଙ୍କୁ ଖୋଜିଲେ। ସେ ହାଲେଲୁୟା, ସେ ପ୍ରଭୁଙ୍କୁ ଖୋଜିଲେ, ପ୍ରଭୁଙ୍କର ଅନୁଗାମୀ ହେଲେ। ସେ ଏମିତି ନିର୍ଣ୍ଣୟ ନେଲେ, ଏମିତି ଡେଡିକେଟ କଲେ ଆପଣାକୁ, କି ସେ କହିଲେ କି ମୁଁ ଈଶ୍ୱରଙ୍କ ଭବନରେ ମୁଁ ସର୍ବଦା ରହିବି ଏବଂ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିବି, ଈଶ୍ୱରଙ୍କୁ ମାଗିବି। ଆଉ ଯେତେବେଳେ କି ତାଙ୍କର ସ୍ୱାମୀ, ତାଙ୍କର ଯୋଉ ସ୍ୱାମୀ ତାଙ୍କୁ କହୁଛନ୍ତି, ଯଦି ବା ତୁମ ପାଖରେ 10ଟା ଯଦି ପୁତ୍ର ସନ୍ତାନ ଥିଲେ ଯେତିକି ଖୁସି ମିଳିବ, ତାଠୁ ଅଧିକ ମୁଁ ଯଦି ସ୍ୱାମୀ ହେଇକି ତମ ପାଖରେ ଅଛି, କଣ ତମ ଖୁସି ଲାଗୁନି? ତୁମେ କାହିଁକି କାନ୍ଦୁଛ? ତୁମେ କାହିଁକି ଦୁଃଖରେ ଅଛ? ସ୍ୱାମୀ ତାଙ୍କୁ କନସୋଲେସନ ଦଉଛନ୍ତି, କହୁଛନ୍ତି ଆଉ କି ଡୋଣ୍ଟ ୱରି ବୋଲି କହୁଛନ୍ତି। କିନ୍ତୁ ସ୍ତ୍ରୀଟା ସେ ନିର୍ଯାତନାରେ ଅଛନ୍ତି, ମାନେ ଆର ସ୍ତ୍ରୀ ଦ୍ୱାରା, ସେ ତାଙ୍କରି ସ୍ୱାମୀର ଆର ସ୍ତ୍ରୀ ଦ୍ୱାରା ନିର୍ଯାତନା ପାଉଛନ୍ତି। ତେଣୁ ତାଙ୍କ ମନର ବେଦନାକୁ ସେ କଣ କରୁଛନ୍ତି? ସହ୍ୟ କରିପାରୁନାହାନ୍ତି, ଦୁଃଖିତ ଅଟନ୍ତି, ଟର୍ଚର ଟାଇପର ଅଛନ୍ତି। ଆଉ ସିଏ କିନ୍ତୁ ସେଇ ସମୟରେ ଗୋଟେ ଉତ୍ତମ ବିଷୟକୁ ସେ ଆଉ ନିର୍ଣ୍ଣୟ ନେଲେ ଯେ ମୁଁ ଯିବି ଏବଂ ମନ୍ଦିରରେ ବସବାସ କରିବି, ପ୍ରାର୍ଥନା କରିବି, ପ୍ରଭୁଙ୍କୁ ମାଗିବି, ଆଉ ପ୍ରଭୁ ମତେ ନିଶ୍ଚୟ ମୋର ଏଇ ବେଦନାରୁ ମତେ ମୁକ୍ତ କରିବେ। ଆଉ ପ୍ରଭୁଙ୍କର ଧନ୍ୟବାଦ ହଉ, ସମୟ ଆସିଲା, ତାଙ୍କ ବେଦନାରୁ ପ୍ରଭୁ ତାଙ୍କୁ ମୁକ୍ତ କଲେ କି ନାହିଁ? ମୁକ୍ତ କଲେ। କାହିଁକି ନା ସେ ଉତ୍ତମ ବିଷୟକୁ ସେ ସେଲେକ୍ଟ କଲା ନିଜ ଜୀବନରେ, ମାନେ ସେ ଆପଣାଇଲା, ଉଦ୍ଯୋଗୀ ହେଲା। ସୁପ୍ରିୟ ବନ୍ଧୁଗଣ, ମୋ ଜୀବନରେ, ଆପଣଙ୍କ ଜୀବନରେ ଯେତେବେଳେ ଯଦି ଆଉ ଏଇଭଳି ନିର୍ଯାତନାର ସମୟ ଆସେ କିମ୍ବା ଆସୁଛି, ଆସନ୍ତୁ ଆମମାନେ ସେଇ ନିର୍ଯାତନାରୁ ଦୂରକୁ ପଳେଇ ଯିବା ବଦଳରେ ଆମମାନେ ଈଶ୍ୱରଙ୍କ ଠାରେ, ଈଶ୍ୱରଙ୍କ ବିଷୟରେ ଅନୁଗାମୀ ହୋଇ ତାଙ୍କ ଠାରେ ଆମେ ଲାଗିଯିବା, ତ ନିଶ୍ଚୟ ପ୍ରଭୁ ଆମମାନଙ୍କ ନିମନ୍ତେ ରାସ୍ତା ଖୋଲିବେ। ହାଲେଲୁୟା, ହାଲେଲୁୟା। କିନ୍ତୁ ଏଇଠାରେ ଯେତେବେଳେ ଆମେ ପିତରଙ୍କ ବାକ୍ୟକୁ ଦେଖୁଛୁ, ସେମାନଙ୍କୁ ପ୍ରିପେୟାର କରୁଛନ୍ତି, ସେମାନଙ୍କୁ ତୟାରୀ କରୁଛନ୍ତି, ପ୍ରସ୍ତୁତ କରୁଛନ୍ତି। ଯେମିତି ଆମେ କହୁଛୁ, ଆଜି ଯଦି ତୁମ ଜୀବନରେ କଷ୍ଟ ଆସିନି, ମନେ ରଖିନିଅ, ଆଜି ତୁମେ ପାର ହେଇଗଲ, କିନ୍ତୁ କାଲି ତମ ଜୀବନରେ ନିଶ୍ଚୟ କଷ୍ଟ ଆସିବ ହିଁ ଆସିବ, ନିର୍ଯାତନା ଆସିବ ହିଁ ଆସିବ। Because 2 Timothy 3:12 says that no,
इफ समवन इज जे कहीं भी यदि ईश्वर ठारे भक्तिपूर्ण जीवन व्यतीत करने को चाहे से निश्चय कौन करा जीवो निर्यातना करा जीवो मसीह में भक्तिमय जीवन बिताने वाले जरूर सताए जाएंगे ये निश्चित है इससे कोई वंचित नहीं हो सकता कोई भी वंचित नहीं हो सकता यदि आप नहीं सताए गए हो तो आप कैसे मसीह हो आप सताए जाओगे बट सताए जाने के समय में एक बात ध्यान रखना है हमको गोटे जिनस मन रखा पड़ो जे हमको उत्तम विषय को धरिकी रखा पड़ो हानांक परी हानांक परी यदि आम उत्तम विषय को न धरिबा तेबे आमे निर्यातना रे कौन हो जिबा आम विश्वास रे आम माने दुर्बल हो जिबा सेटा लेखा जाउची जो आमे प्रथम पितर 3 रो आउ 13 को पढ़िलु आउ तुम माने यदि उत्तम विषय रे उद्योगी हो किए तेबे किए तुम मानकर अनिष्ट करिवो maybe sometimes we are not able to keep ourselves in good things which Bible says now this is a time we must keep a good things in our life ଏଇଟା ସମୟ ଆସି ଯାଇଛି ଆମମାନଙ୍କୁ ଉତ୍ତମ ବିଷୟକୁ ଧରି ରହିବାକୁ ପଡ଼ିବ ପାଳନ କରିବାକୁ ପଡ଼ିବ ଯେତେ ଉତ୍ତମ ବିଷୟକୁ ଆମେ ପାଳନ କରିବା ଠିକ ଠାକ ଭାବେ ବାଇବେଲ ଅନୁସାରେ ତ ସେତେ ପରମେଶ୍ୱର ବି ସୁରକ୍ଷିତ ରଖିବେ ହିତୋପଦେଶ 16:7 ଲେଖାଯାଏ ହିତୋପଦେଶ 16:7 କିଏ ପଢିଦେବେ କି ଦୟା କରିକି ଟିକେ ହିତୋପଦେଶ 16:7 ଦୟାକରି ପଢି ଦିଅନ୍ତୁ କିଏ ଜଣେ ମନୁଷ୍ୟର ଗତି ସଦାପ୍ରଭୁଙ୍କର ଦୃଷ୍ଟିକର ହେଲେ ମନୁଷ୍ୟର ଗତି ସଦାପ୍ରଭୁଙ୍କ ଦୃଷ୍ଟିରେ କଣ ହୁଏ ଦୃଷ୍ଟିକର ହେଲେ ସେ ତାହାର ଦୃଷ୍ଟି ଶତ୍ରୁ ମାନଙ୍କୁ ହିଁ ତାହା ସହିତ ଶାନ୍ତିରେ ବାସ କରନ୍ତି ହିନ୍ଦୀରେ ଏପରି ଲେଖାଯାଏ ଦୃଷ୍ଟି ଦୃଷ୍ଟି ହଁ ସାର୍ କଣ କହିଲେ ତୁଷ୍ଟିକର ତୁଷ୍ଟିକର दृष्टिकर माने satisfy ସନ୍ତୋଷଜନକ ओके satisfaction दृष्टिकर मीन satisfaction मने करंतु मोर गोटे कथा मन रखंतु गोटे एग्जांपल मु देବାକୁ चाहेबी मु जदी एक पुत्र अटे मो बापांकर राइट मो बापा मु जदी पाठ पढ़ारे मु जदी भलो काम करिबारे नाम अर्जन करिके आणे এই জিনিসକୁ ମୋ ବାପା ଦେଖନ୍ତି ତାହେଲେ ମୋ ବାପା ମତେ ପ୍ରେମ କରିବେ ନା ମତେ ଘୃଣା କରିବେ ଆଉ ତାର ଉତ୍ତର ହଉଛି ପ୍ରେମ କରିବେ ଆପଣଙ୍କର ବି ପିଲା ଅଛନ୍ତି କିମ୍ବା ପୁଅ ଅଛନ୍ତି ଝିଅ ଅଛନ୍ତି ଯଦି ସେଇ ପୁଅ କିମ୍ବା ଝିଅ ସିଏ ଆପଣଙ୍କ ନଜରରେ ଆପଣଙ୍କ ସମ୍ମୁଖରେ ସେ ଯଦି ଭଲ କାମ କରନ୍ତି ତେବେ ଆପଣ ତାଙ୍କୁ ଏପ୍ରିସିଏଟ କରନ୍ତି କି ନାହିଁ ନା ଆପଣ ତାଙ୍କୁ ଘୃଣା କରନ୍ତି ଏପ୍ରିସିଏଟ କରନ୍ତି ସେମ୍ ୱେରେ ଏତେବେଳେ ଆମେ ଯୋଉ ବାକ୍ୟଟା ପଢିଲୁ ହିତୋପଦେଶ 16:7 ଯେତେବେଳେ କୌଣସି ଲୋକଙ୍କର ଗତିବିଧି ଆଚରଣ କାର୍ଯ୍ୟକଳାପ ଈଶ୍ୱରଙ୍କୁ ତୃଷ୍ଟିକର ହେଇଯାଏ ସାଟିସ୍ଫାକ୍ସନ ହେଇଯାଏ ତେବେ ତା ନେକ୍ସଟ ଫଲୋଇଂ ଭର୍ସେସ୍ କଣ ଲେଖା ହେଇଛି परमेश्वर एमिति कार्य करती जे तांकर शत्रु माननकु भी से तांको सहित मित्रता बनै दियंती हालेलुया मित्रता बनै दियंती सो डियर पीपल ऑफ गॉड मु कहिबा को चाहे हम माने को भलिया काम आज करूछु हेई पारे हमें नाम दउछु सुसमाचार काम हेई पारे हमें नाम रखिछु ईश्वरन को काम आम ईश्वरन को काम आमे जो काम करूछु ईश्वरन को काम बोली कौन से काम रे ईश्वर आज आनंदित अटंती कि जदि आनंदित नहांती तेबे केमिति आम शत्रु मानक सहित आमे परमेश्वर को द्वारा एक मिलन भाव पाई परिबा घृणा पाउछु आमे घृणा पा पीपल आर जस्ट हेटिंग अस what they are saying they are just they are no blaming us that na कि तुमे माने एई भली कार्य करूछो सो इटा मान को चिंता करिवार विषय अटे आज सकाळे मु को भले काम करूछि केमिति सेवा मु करूछि केमिति सुसमाचार प्रचार कार्य करूछि केमिति चर्च प्लांट मिनिस्ट्री करूछि
କେମିତି ଏଭାଞ୍ଜେଲିଜମ କାମ କରୁଛି। ମୋର କାମ ଉତ୍ତମ ଅଟେ କି? If it is not uttam, then God is not going to satisfy himself and give you blessing. The blessing of, mingle with the enemy people also. ତେଣୁ ଉତ୍ତମ ବିଷୟ ମତେ ବହୁତ ଭଲ ଲାଗିଲା। ଆଉ ଥରେ ପଢିବେ କି ମା ସେ ବାକ୍ୟଟା, ହିତୋପଦେଶ 16:7। ରିପିଟଲି ପଢନ୍ତୁ ଦୟାକରି। ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୃଷ୍ଟିକର ହେଲେ ତୃଷ୍ଟିକର ସେ ହେଲେ, ତାହା- ହଁ, ହୁଁ, ସେ ମନୁଷ୍ୟର ତାହାର ଗତି 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 ମିନ୍ସ କାର୍ଯ୍ୟ ଅଟେ। ଗତି ମିନ୍ସ ୱାର୍କ, ଗତି ମିନ୍ସ ୟୁର ଆଟିଚ୍ୟୁଡ, ଗତି ମିନ୍ସ ୟୁର ଅଲ୍ ଦ ଆକ୍ଟିଭିଟିଜ। ଯେତେବେଳେ ମନୁଷ୍ୟର ଗତି ଈଶ୍ୱରଙ୍କ ତୃଷ୍ଟିକର ହୁଏ, ତୃଷ୍ଟିକର ଇନ୍ ଦ ସେନ୍ସ ସାଟିସ୍ଫାକ୍ସନ ହୁଏ। ୟେସ୍ ସାର୍, ପଢନ୍ତୁ। ସେ ତାହାର ଶତ୍ରୁମାନଙ୍କୁ ହିଁ ତାହା ଦେଖନ୍ତୁ, ସହିତ ଶାନ୍ତିରେ ପରମେଶ୍ୱର ବାସ କଣ କରିଦିଅନ୍ତି, ତାର ବିରୁଦ୍ଧରେ ଯୋଉ ଶତ୍ରୁ ମାନେ ତାଙ୍କ ଚାରିପଟେ ଥାନ୍ତି ତାଙ୍କ ସହିତ ବି ସେ ମିତ୍ରତା ବନେଇ ଦିଅନ୍ତି। ହାଲେଲୁୟା। So ଆମେନ୍। now is the time to do the good things and adopt the good things and work the good things. ପିତର ସେୟା ହିଁ ଲେଖୁଛନ୍ତି ଏଠାରେ। ଆଉ ତୁମେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମ ମାନଙ୍କର ଅନିଷ୍ଟ କରିବେ? କିଏ ତୁମକୁ ନଷ୍ଟ କରିବେ? କିଏ ତୁମକୁ କଷ୍ଟ ଦେବେ? କିଏ ତୁମକୁ ନିର୍ଯାତନା ଦେବେ? ଦେଇପାରିବେନି। ତେଣୁ ଉତ୍ତମ କାର୍ଯ୍ୟ ଆମମାନଙ୍କୁ କରିବା ଆବଶ୍ୟକ। ଉତ୍ତମ କାର୍ଯ୍ୟ କରିବା ଆବଶ୍ୟକ। ପ୍ରିୟ ବନ୍ଧୁଗଣ, ଅନେକ ଆମେ ସେବା କାର୍ଯ୍ୟରେ ରହିଥିବା ଲୋକ ଅନେକ ପ୍ରକାର ଲୋକ ଆମମାନଙ୍କୁ ଅବଜର୍ଭ କରନ୍ତି, ଲୋକମାନଙ୍କୁ ଦେଖନ୍ତି, ଲୋକମାନଙ୍କୁ ପ୍ରତି ମୁହୂର୍ତ୍ତରେ ଆମମାନଙ୍କର ସମସ୍ତ ବିଷୟକୁ ସେମାନେ କଣ କରନ୍ତି, ଆଉ ଲର୍ଣ୍ଣ କରିବା ପାଇଁ। ଦେଖନ୍ତୁ, ଆମମାନେ ଯେତେବେଳେ ସେବା କାର୍ଯ୍ୟ କରୁଛୁ, ଆମମାନେ ବହୁତ ଟଫ୍ କାମ କରୁଛୁ। ଟଫ୍ କାମ ସେନ୍ସ, ମୁଁ କାହିଁକି ଟଫ୍ କାମ ବୋଲି କହୁଛି, ଆମେ ଯଦି ଚର୍ଚ୍ଚ ପ୍ଲାଣ୍ଟ କାମ କରୁଛୁ, ନ୍ୟୁ କାମ କରୁଛୁ, ନ୍ୟୁ କାମ କରିବା ଲୋକ, ଗୋଟେ ଲୋକ ଗୋଟେ ଅନ୍ୟ ପ୍ରକାର ଅବସ୍ଥାରେ ଥିଲା, ଆଉ ତାଙ୍କୁ ପ୍ରଭୁଙ୍କର ଅବସ୍ଥାରେ ଆମେ କଢେଇକି ଆଣୁଛୁ, ଲିଡ୍ କରୁଛୁ ଆମେ। ରାଇଟ୍? ଲିଡ୍ କରୁଛୁ। ଆଉ ସେମାନେ ଆମମାନଙ୍କୁ ଦେଖନ୍ତି, ଯାହା ମାନଙ୍କଠୁ ଦେଖନ୍ତି ତାହା ସେମାନେ ଧୀରେ ଧୀରେ ଗୋଟାଏ ଗୋଟେ ଜିନିଷକୁ ଆଡପ୍ଟ କରନ୍ତି, ଶିଖନ୍ତି। ବିକଜ वी आर द ଇମିଟେଟ୍, ମାନେ वी आर द ଆଇଡଲ। ତାଙ୍କ ପାଇଁ ଆମେ ଈଶ୍ୱରଙ୍କ ଆଇଡଲ ସଦୃଶ ଅଟୁ। ଈଶ୍ୱରଙ୍କ ଆଦର୍ଶକୁ, ଈଶ୍ୱରଙ୍କ ଏକ୍ଜାମ୍ପଲକୁ, ପରମେଶ୍ୱରଙ୍କର ଗୁଣକୁ ଆମେ କଣ କରୁ, ତାଙ୍କ ସମ୍ମୁଖରେ ଆଉ ପ୍ରେଜେଣ୍ଟ କରିଥାଉ। ଆଉ ସେଇ ସମୟରେ ଯଦି ଆମେ ମନ୍ଦ କାର୍ଯ୍ୟରେ ଲିପ୍ତ ପାଇଥିବା ବିଷୟ ଯଦି ଜଣା ପଡିଯାଏ, ଦେନ୍ ହାଉ ଦେ ୱିଲ୍, କଣ ସେମାନେ ଡେଭଲପ କରିବେ। ଇନ୍ ସ୍ପାଇଟ୍ ଅଫ୍ ଡେଭଲପିଂ ଦେମସେଲ୍ଫ ଇନ୍ ଦ ଲର୍ଡ, କଣ ହୁଏ ଜାଣିଛନ୍ତି ନା, ସେମାନେ ଆମମାନଙ୍କ ବିରୁଦ୍ଧ ହେଇଯାଆନ୍ତି। ଦେନ୍ ପର୍ସିକ୍ୟୁସନ ବି ଆମମାନଙ୍କୁ ଆସିଥାଏ, ପର୍ସିକ୍ୟୁସନ ଆସିଥାଏ। ମୁଁ କହିବାକୁ ଚାହେଁ, ଅନେକ ଆଜ୍ଞା ମାନେ ବସିଛନ୍ତି ଏଠାରେ, ଯୋଉମାନେ ପାଇନରିଂ ମିନିଷ୍ଟ୍ରି ଆମମାନେ କରୁଛୁ, ଦୟାକରି ଏ ବିଷୟରେ ଆମମାନଙ୍କୁ ଗମ୍ଭୀର ହେବାକୁ ପଡିବ। ଯୋଉ ଲୋକାଲିଟିରେ, ଯୋଉ ଲୋକେସନରେ, ଯୋଉ କମ୍ୟୁନିଟି ଏବଂ ପିପଲରେ ଆମେ କାମ କରୁଛୁ, ଆମମାନଙ୍କର ଚାଲିଚଳନ, ଉତ୍ତମ କାର୍ଯ୍ୟ ସବୁ ପ୍ରକାଶ କରିବା। ଯେତେବେଳେ ଆମେ ପ୍ରକାଶ କରୁଥିବା, ଯଦି ବା ସେମାନେ ଈଶ୍ୱରଙ୍କ କାର୍ଯ୍ୟ ବିରୁଦ୍ଧରେ ସେମାନଙ୍କ ମନରେ ଗୋଟେ ଏଇ ଯୋଉ ସେନ୍ସଟା ଆସିଯାଇଛି, ଏମାନେ ଏମିତି କରୁଛନ୍ତି ବୋଲିକି, କିନ୍ତୁ ଆମେ ଯଦି ଭଲ କାମ ତାଙ୍କ ପାଇଁ କରୁଥିବା, ନିଶ୍ଚୟ ସେମାନେ ଏକ ଦିନ ଆସିବ, ସେଇ ସ୍ପିରିଟ ଅଫ ଗଡ, ପରମେଶ୍ୱରଙ୍କ ଆତ୍ମା ସେମାନଙ୍କ ମନ ମଧ୍ୟରେ କଣ ଦେବ, ବୁଝାମଣା ଦେବ, ଯଦ୍ୱାରା ସେମାନେ ଆମମାନଙ୍କୁ ବିରୋଧ କରିବା ବଦଳରେ ସେମାନେ ଆମମାନଙ୍କର ଉତ୍ତମ କାର୍ଯ୍ୟ ଦେଖି ଈଶ୍ୱରଙ୍କର ମହିମା କରିବା ପାଇଁ ବାହାରିବେ। ହାଲେଲୁୟା। ସୋ ପ୍ରିୟ ବନ୍ଧୁଗଣ, ନିର୍ଯାତନା ପ୍ରତ୍ୟେକଙ୍କ ଜୀବନରେ ଆସିବ ହିଁ ଆସିବ। ହାନାଙ୍କ ଜୀବନରେ ନିର୍ଯାତନା ଆସୁଥିଲା, ହଉଥିଲା, ତାହାରି ପାଖରି ଲୋକଙ୍କ ଦ୍ୱାରା ଆସୁଥିଲା। ଆଉ କିଏ ଦୂରଇ ଲୋକ ନାହାନ୍ତି। ସେ ଯୋଉ ଅଦର ଯୋଉ ୱାଇଫ, ତାଙ୍କ ହଜବେଣ୍ଡର ଅଦର ୱାଇଫ ଯୋଉ ଥିଲେ, ସେ ଅନ୍ୟ ଲୋକ କଣ ଅଟନ୍ତି କି? ସେ ସେମ୍ କ୍ଲୋଜେଷ୍ଟ ଲୋକ। ସେ ବହୁତ ତାଙ୍କୁ ଚିଡଉଥିଲେ, ବହୁତ ତାଙ୍କୁ ନିର୍ଯାତନା କରୁଥିଲେ,
କିନ୍ତୁ ଆମେ ତାଙ୍କ ଜୀବନରୁ ଶିଖି ପାରୁଛୁ ସେଇ ଯୋଉ ମହାନ ଈଶ୍ୱର ପରାୟଣୀ ସ୍ତ୍ରୀ ଭାବରେ ସେ ମନ୍ଦିରରେ ରହି ଈଶ୍ୱରଙ୍କ ପୂଜା କଲେ, ଈଶ୍ୱରଙ୍କ ଠାରେ ନିର୍ଣ୍ଣୟ ନେଲେ, ଈଶ୍ୱରଙ୍କ ଠାରେ ବି ଦେଖନ୍ତୁ ଏମିତି ବି ହୁଏ, ସେଟା ଆମେ ଯେତେବେଳେ ପଢୁଛୁ ସିଏ ତାର ପାଟି ବନ୍ଦ ହେଇଯାଇଛି, ପାଟି ଜଷ୍ଟ ଏମିତି ହଲୁଛି, ଆଉ ସେଠାରେ ଥିବା ଯୋଉ ପ୍ରିଷ୍ଟ ଯୋଉ ଯାଜକ ସେ ତାଙ୍କୁ କୋଶ୍ଚିନିଂ କରୁଛନ୍ତି, ତୁମେ କଣ ମଦ ପିଇଛ କି, ତୁମେ କଣ ମଦିରା ପିଇଛ କି? ମାନେ ଗୋଟେ କୋଶ୍ଚିନ୍ ଗୋଟେ କେମିତି ରାଇଜ ହେଲା ସେଠି। କିନ୍ତୁ ସେ ଲେଡିଜ ତାଙ୍କୁ ଜବାବ ଦେଲେ, ସେ ଯାଜକଙ୍କୁ ଜବାବ ଦେଲେ, ନା ମୁଁ ମଦ ପିଇଛି, ନା ମୁଁ କଣ କରିଛି ମଦିରା ପିଇଛି, ମୁଁ ତ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରୁଛି ଗୁପ୍ତରେ। ହାଲେଲୁୟା। ଆଉ ଦେଖନ୍ତୁ ସେ ଗୁପ୍ତରେ ଯେତେବେଳେ କଥାବାର୍ତ୍ତା କରୁଛନ୍ତି, ସେଇ ଲେଡିଜର ଈଶ୍ୱର ତାଙ୍କୁ ଉତ୍ତର ବି ଦେଉଅଛନ୍ତି। ଦେଲେ କି ନାହିଁ? ଦେଇଦେଲେ ଉତ୍ତର। ସୋ ମନେ ରଖନ୍ତୁ, ଆପଣ ଯେତେବେଳେ ଗୁପ୍ତରେ ପରମେଶ୍ୱର ସହିତ କଥାବାର୍ତ୍ତା କରନ୍ତି, ଆପଣଙ୍କ ଗୁପ୍ତ କଥାକୁ ନିଶ୍ଚୟ ପରମେଶ୍ୱର ଶୁଣନ୍ତି, ନିଶ୍ଚୟ ଶୁଣନ୍ତି। ଆପଣଙ୍କର ପୀଡ଼ା, ଆପଣଙ୍କର ବେଦନା, ଆପଣଙ୍କର ଦୁଃଖ, ଆପଣଙ୍କର କଷ୍ଟକୁ ଆପଣ କଣ କରନ୍ତି? ତାଙ୍କୁ ପ୍ରେଜେଣ୍ଟ କରନ୍ତି। ଆଉ ଈଶ୍ୱର ବି ବୁଝନ୍ତି ଯେ ଏଇ ଲୋକଟା ଅନ୍ୟ କାହାକୁ କହୁନି, ଆଣ୍ଡ ଷ୍ଟ୍ରେଟ୍ ଏବେ ମୋ ପାଖକୁ ଆସି କହୁଛନ୍ତି ଲେଟ୍ସ ଡୁ ସମଥିଙ୍ଗ ଫର ହିମ୍ ବୋଲି। ସେ କଣ କରନ୍ତି? ସେ ଆପଣା କାର୍ଯ୍ୟକୁ ଆମ ଉପରେ କରିଦେଇଥାନ୍ତି। ତେଣୁ ମୁଁ କହିବାକୁ ଚାହେଁ, ଅନେକ ବିଷୟ ଅଛି ଆଗକୁ, କିନ୍ତୁ ଗୋଟାଏ ବିଷୟରେ ମୁଁ ସମସ୍ତଙ୍କୁ ଆଜି, ଆଉ ମୁଁ ନିଜ ପାଇଁ ବି ମୁଁ ଚାହେଁ ଯେ ଲେଟ୍ସ ବି ପ୍ରିପେୟାର ଫର ଦ persecution. If till now it has not come, don't think that you will not face that. Just tomorrow it will come to your door. ଯଦି ଆମେ ନିର୍ଯାତନାର ସମ୍ମୁଖୀନ ହେଇନୁ, ଏହା ଭାବନ୍ତୁ ନାହିଁ ଯେ ଆମେ ନିର୍ଯାତନା ହେବୁ ନାହିଁ ବୋଲି। ଆଉ ଯଦି ଆମେ ନିର୍ଯାତନା ନ ହେଇଛୁ, ତାହେଲେ 2 ତିମୋଥୀ 3:12 ହିସାବରେ ଆମେ ଭକ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କରୁନାହୁଁ। ଆମେ ଜଷ୍ଟ ନୋମିନାଲ ଜୀବନକୁ ବ୍ୟତୀତ କରୁଛୁ। ବଟ୍ ଆମେ ଯଦି ଭକ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କରିବା, ନିର୍ଯାତନା ଆସିବ। ନିର୍ଯାତନା ଆସିଲା ବେଳକୁ ଆମମାନଙ୍କୁ କଣ ହେବାକୁ ପଡିବ? ପ୍ରସ୍ତୁତ ହେବାକୁ ପଡିବ। ପ୍ରସ୍ତୁତ ବିଷୟରେ ମୁଁ ଟିକେ ପଢିଦେବି, ତାପରେ ସମାପ୍ତ କରିବା। ଲେଖା ଅଛି ପୁଣି 14ରେ, 3:14, ପ୍ରଥମ ପିତର 3:14, ପୁଣି ଯଦି ବା ଧାର୍ମିକତା ସକାଶେ ତୁମମାନଙ୍କୁ ଦୁଃଖ ଭୋଗ କରିବାକୁ ପଡେ, ତାହେଲେ ତୁମେ ମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଏ ବା ଉଦ୍ବିଗ୍ନ ହୁଅ ନାହିଁ। ସେଟା ସେ ଏନକରେଜ କରୁଛନ୍ତି, ସେ ଆମମାନଙ୍କୁ ଷ୍ଟ୍ରେନ୍ଥେନ୍ କରୁଛନ୍ତି। ପିତର ଆମମାନଙ୍କୁ ମଜବୁତ କରୁଛନ୍ତି, କହୁଛନ୍ତି ଯଦି ବା ଧାର୍ମିକତା ସକାଶେ ତୁମମାନଙ୍କୁ ଦୁଃଖ ଯଦି ଭୋଗ କରିବାକୁ ପଡେ, then you are the blessed people. ଉତ୍ତମ କାର୍ଯ୍ୟ କରି ଯଦି ତୁମେ ଦୁଃଖ ଭୋଗ କରିବ, then you are really the blessed people. ଧନ୍ୟର ଅର୍ଥ ହଉଛି blessed people. ସେମାନେ ଭୟ ଦେଖାଇଲେ ଭୀତ କିଏ ବା ଉଦ୍ବିଗ୍ନ ହୁଅ ନାହିଁ। ଯେବେ ପର୍ସିକ୍ୟୁଟର ଆସିବ ଏବଂ ଭୟ ଦେଖାଇବ, ଡୋଣ୍ଟ ବି afraid, ଭୟ ହୁଅ ନାହିଁ। be ready to face the things. While you are facing, your God will fight for you. ଗୀତ ଗୁଡାକ ଆମେ ଗାଉ, ଯଦି ଖ୍ରୀଷ୍ଟ ଆମମାନଙ୍କ ସପକ୍ଷରେ ଅଛନ୍ତି, କିଏ ଆମମାନଙ୍କର ବିପକ୍ଷ ହେଇପାରିବ? ରୋମିଓରେ ପୌଲ କୁହନ୍ତି, है ना, if Christ is for us, and who will be against for us? Who is going to be against for us? Nobody is going to become against for us. ଆମେ ହିତୋପଦେଶରେ ପଢିଲୁ, ଯଦି ଆମମାନଙ୍କ କ୍ରିୟାକଳାପ ଯଦି ଈଶ୍ୱର ଖୁସି ହେଇଯାଆନ୍ତି, ତାହେଲେ ଆମମାନଙ୍କର ଶତ୍ରୁମାନଙ୍କ ସହିତ ବି ଆମମାନଙ୍କୁ ମିଳନ କରାଇଦେବେ, ଦୋସ୍ତି ବନେଇଦେବେ ଆମମାନଙ୍କୁ। କଣ୍ଟିନ୍ୟୁ ପଢିବା। ଲେଖା ଅଛି ପୁଣି ଯଦି ବା ଧାର୍ମିକତା ସକାଶେ ତୁମମାନଙ୍କୁ ଦୁଃଖ ଭୋଗ କରିବାକୁ ପଡେ, ତାହେଲେ ତୁମେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଏ ବା ଉଦ୍ବିଗ୍ନ ହୁଅ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମମାନଙ୍କ ଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ କଣ ରୁହ? ବି ରେଡି, ପ୍ରସ୍ତୁତ ରୁହ। କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ କଣ ଦିଅ? ଉତ୍ତର ଦିଅ। ଯେପରି ତୁମମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମମାନଙ୍କ ଖ୍ରୀଷ୍ଟୀୟ ଆଚରଣ ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ। କାରଣ ଦୁଷ୍କର୍ମ ସକାଶେ ଦୁଃଖ ଭୋଗ କରିବା ଠାରୁ ବରଂ ଯଦି ଈଶ୍ୱରଙ୍କ ଇଚ୍ଛା ହୁଏ, ତାହେଲେ କଣ କରି ଦୁଃଖ
ଭୋଗ କରିବା ଉତ୍ତମ ବୋଲି ଏଠାରେ ମେନସନ କରାଯାଇଛି। ସୁକର୍ମ କରି, ଏଗେନ୍ ଦ ସେମ୍ ଥିଙ୍ଗ ଇଜ ରିପିଟେଡିଂ। ସୁକର୍ମ, ଗୁଡ୍ ଥିଙ୍ଗସ୍, ଡୁଇଂ ଦ ଗୁଡ୍ ଥିଙ୍ଗସ୍। ଭଲ କାର୍ଯ୍ୟ କରିକି ଯଦି ନିର୍ଯାତନାର ସମ୍ମୁଖ କରୁଛ, ତାହେଲେ ୟୁ ଆର୍ ଦ ବ୍ଲେସେଡ୍। ପ୍ରିୟ ବନ୍ଧୁଗଣ, ଏତିକି କହି ମୁଁ ଆଜି ମୋର ବକ୍ତବ୍ୟକୁ ସମାପ୍ତ କରିବାକୁ ଚାହେଁ। ପର୍ସିକ୍ୟୁସନ ଆସିବ ଆମମାନଙ୍କ ଜୀବନରେ, କିନ୍ତୁ ମନେ ରଖନ୍ତୁ ପର୍ସିକ୍ୟୁସନ ଟାଇମରେ ଉତ୍ତମ କାର୍ଯ୍ୟ କରିବାର କାମକୁ ଆମେ ଷ୍ଟପ୍ କରିବାନି, କଣ୍ଟିନ୍ୟୁସନ କରିବା। ହାନାଙ୍କ ଭଳି ଈଶ୍ୱରଙ୍କ ସେବା କରିବା। ଆଉ ଯେତେବେଳେ ସେବା କରିବା, ଈଶ୍ୱର ଆମମାନଙ୍କ ସହିତ ରହିଥାନ୍ତି, ରହୁଥିବେ ଏବଂ ଆଗକୁ ବି ଆମମାନଙ୍କୁ କଢେଇକି ନେବେ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ ରାଜା, ପୁନର୍ବାର ପ୍ରଭୁ ଆମମାନଙ୍କୁ ରିମାଇଣ୍ଡ କଲ ଯେ ଆମମାନେ ନିର୍ଯାତନା ନିଶ୍ଚୟ ସାମ୍ନା କରିବାକୁ ପଡ଼ିବ। ବିନା ନିର୍ଯାତନାରେ ଆମମାନଙ୍କର ଭକ୍ତିପୂର୍ଣ୍ଣ ଜୀବନ କେବେ ବି କମ୍ପ୍ଲିଟେସନ ହୁଏ ନାହିଁ। ତେଣୁ ପ୍ରଭୁ ଆମେ ଚାହୁଁଛୁ ଯେ ଆମେ ଯଦି ଭକ୍ତିପୂର୍ଣ୍ଣ ଖ୍ରୀଷ୍ଟରେ ଭକ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କରିବାକୁ ଚାହୁଁ, ତାହେଲେ ନିଶ୍ଚୟ ପ୍ରଭୁ ନିର୍ଯାତନା କରାଯିବ, ପର୍ସିକ୍ୟୁଟ କରାଯିବ। କିନ୍ତୁ ସେ ପର୍ସିକ୍ୟୁସନ ହେଲା ସମୟରେ ଯଦି ଆମେ ଉତ୍ତମ କାର୍ଯ୍ୟ କରୁ, ତାହେଲେ ଆମମାନଙ୍କ ଶତ୍ରୁଙ୍କ ସହିତ ପ୍ରଭୁ ଆଉ ବାକ୍ୟରେ ତୁମେ କହିଲ ଯେ ଆମକୁ ତୁମେ ମିଳନ କରେଇଦବ। ପ୍ରଭୁ ପରମେଶ୍ୱର ପିତା, ପ୍ରାର୍ଥନା କରୁଛୁ ଏଠାରେ ବସିଥିବା କୌଣସି ବି ପ୍ରଭୁଙ୍କର ଦାସ କିମ୍ବା ଦାସୀ ଯଦି ଆଜି ପର୍ସିକ୍ୟୁସନର ସମ୍ମୁଖୀନ ହଉଅଛନ୍ତି, ତାଙ୍କ ମଣ୍ଡଳୀରେ, ତାଙ୍କ ସେବା କ୍ଷେତ୍ରରେ, ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ ତୁମରି ସେ ସାହସ ସେମାନଙ୍କୁ ପ୍ରଦାନ କର। ଯେତେବେଳେ ଆମେ ବାକ୍ୟ ପଢିଲୁ, ପିତର କୁହନ୍ତି ଭୟଭୀତ ହୁଅ ନାହିଁ ବୋଲି କହିଛନ୍ତି। ଆମେ ଭୟଭୀତ ନ ହୋଇ ଉତ୍ତମ କାର୍ଯ୍ୟ କରିବାରେ ସର୍ବଦା ଲାଗି ରହିବୁ, ସେଥିପାଇଁ ସାହାଯ୍ୟ କର। ଧନ୍ୟବାଦ ପ୍ରଭୁ, ଆମମାନଙ୍କୁ ଆଶୀର୍ବାଦ କଲ ଏବଂ ଏ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ପ୍ରସ୍ତୁତ କଲ ଯେ ଆଗନ୍ତିକ ଦିନରେ ଆହୁରି ବି ପ୍ରଭୁ ଆମେ ଯେମିତି ଚ୍ୟାଲେଞ୍ଜେସକୁ ଫେସ୍ କରି ପ୍ରଭୁ ଆମେ ପ୍ରୋଗ୍ରେସ କରିବୁ। ଏଭାଞ୍ଜେଲିଜମ କାମରେ, ପ୍ରଚାର କାମରେ ପ୍ରଭୁ ଆମମାନଙ୍କୁ ବଳ ଦିଅ, ଶକ୍ତି ଦିଅ। ଗୌରବ, ମହିମା, ସ୍ତୁତି, ବନ୍ଦନା, ପୂଜା ଅର୍ଚ୍ଚନା ପ୍ରତ୍ୟେକ ବିଷୟ ତୁମକୁ ଦେଇ ତ୍ରାଣକର୍ତ୍ତା ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ। ଆମେନ୍, ଆମେନ୍। ଥ୍ୟାଙ୍କ ୟୁ ଭଉଣୀ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ସୁନ୍ଦର ବାକ୍ୟ। ନିର୍ଯାତନାରେ ଆମମାନେ